ଠାକୁରଙ୍କର କ'ଣ ଏମିତି ଲୀଳା, ସିଏ ପଥରଗଡ଼ ବାବା ସାଙ୍ଗେ ସାଙ୍ଗେ ଚାଲିବା ଆରମ୍ଭ କଲେ। ତେଣୁ ମୁଁ ତାଙ୍କ ପଛେ ପଛେ ଚାଲିଲି। ସିଏ ଆଉ ଆସରକୁ ନ ଯାଇ ସିଧା ଠାକୁର ଘରକୁ ମୋତେ ଡାକିଲେ, ମୋତେ ଠାକୁର ଘରକୁ ନେଇଗଲେ। ଠାକୁର ଘରରେ ଆସନରେ ବସିକି ପୁରା ଯୋଗ ଆସନରେ ବସିଲେ। ସିଏ ଯେତେବେଳେ ଯୋଗ ଆସନରେ ବସିଲେ, ଠାକୁର ମୋତେ ଯାହା ଶିଖେଇଥିଲେ ମୁଁ ବି ଯୋଗ ଆସନରେ ବସିଲି। ଗୋଟେ ଏମିତି ବସିବା ଭିତରେ ଗୋଟା ଘଣ୍ଟା ପୁରା ସେ ବସିଲେ, ହଲ୍ ନାହିଁ ଚଲ୍ ନାହିଁ। ମୁଁ ସବୁଠୁ ଠାକୁର ମୋତେ ବି ସେଇଭଳିଆ କରେଇଦେଲେ। ସବୁ ଯାହା କରେଇଲେ ସବୁ ଠାକୁର କରଉଛନ୍ତି, ମୁଁ ଅନୁଭବ କରୁଛି। नैव ब्रह्मा नैव विष्णु नैव चासो महेश्वर तदंगे तु प्रकटितो त्रिदेवानां समाहारः केवलं न स्वस्ति स्वामी गुरुस्वामी कल्पतरुः सर्वेषां गुरुणां गुरुः जगत ख्यातो महामेरुः त्वमेव माता त्वं पिता एकांगे द्विविधरूपम् प्रकृति पुरुषस्यैव सचराचराश्रयम् अनंत लीला नायकः महामहिमा मंडितम् अनंत कलासु पूर्णम् आराध्यं सुकान्ति सुतम् आराध्यं सुकान्ति सुतम्। सर्वप्रथमे मोर परम प्रेममय परम पुरुष लीला पुरुषोत्तम पूर्ण परम ब्रह्म कलिजुगर अवतारी गुरुस्वामी श्री श्री केशव नारायणकर अभय श्री चरम चरण तले ए अधम अकिंचन मूढ़पा आमर जड़ सुदर्शनर अनंत सहस्र कोटि बार साष्टांग प्रणाम निवेदन करुछि। तत्परे विश्वभातृत्व दिव्यात्मा परिषद अच्युत गुप्त ब्रह्म संघ क्षितिज्योति आश्रम स्वर्णक्षेत्र महांगा समस्त गुरुभ्राता गुरुभगिनी भाई और भौणी मानू गुरुस्वामी आज आम जरियापुलिया स्पिरिचुअल चैनल माध्यम आपण मानक निकट में पहुंचाऊचु से अचिंत्य अवर्णनीय लीला नायक चरमनाथ गुरुस्वामी अजस्र लीला पाखुड़ा जो लीला रे प्रभु भक्त अनुगत शिष्य साधु सन्थ ऋषि मुनि मान लीला करिसंती जो लीला अमृतमय मुक्तिर पथ निर्वाणर पथ ठाकुरे विश्ववासी को जणाइचंती। सेथि मध्यरु आज आमे प्रभुंकर एक संतानक सह आमे भेट करिचु। ठाकुरे ही निर्धारण करंती आमे चरमरु पढ़िचे प्रभु लिखिचंती से ही निर्धारण करंती जे केउ शिष्य सन्यासी हेबो केउ शिष्य गृहस्थ धर्म पालन करिवो। आज आमे बालिया शाखा अंतर्गत भागवतपुर ग्रामर सन्थ श्री बनमाली दास महाराजन सह भेट करिचु जे कि प्रभुंकर सन्यासी शिष्य। आज आमे महासंघ निकटरू पचारि बुझिबा जे कलिजुगर अवतारी ब्रह्म पूर्ण परम ब्रह्म जेतेबेले 1955 मसीह स्वर्णक्षेत्र महांगा बगार ग्राम आविर्भाव हेले लीला करुथिले। से लीला पर्यायर से लीला खेलारे महाशय निजकू प्रभुंकर पद्म पादरे समर्पित करी तांको लीलारे अंशग्रहण करिसंती। प्रभु तांको से लीलारे भागीदार करिसंती। से अपूर्व लीला रो कथा गाथा आज आपण निकट में पहुंचा चेष्टा करुची। महाशय गुरुस्वामी प्रणाम। गुरुस्वामी
ମାସ ଆପଣ କିଭଳି ଭାବରେ ଜାଣିଲେ ଯେ ପ୍ରଭୁ ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗରେ ଆବିର୍ଭାବ ହେଇଛନ୍ତି, ଲୀଳା କରୁଛନ୍ତି? ଆପଣ କିଭଳି ଭାବରେ ତାଙ୍କୁ ଦର୍ଶନ ଲାଭ କଲେ? କିଭଳି ଭାବରେ ଆପଣ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କଲେ? ସେ ସମ୍ପର୍କରେ ଟିକେ ବିଶ୍ୱ ବକ୍ଷରେ ଆପଣ ଉପସ୍ଥାପନ କରନ୍ତୁ। ଆଉ ଆପଣଙ୍କର ଲୀଳା ପ୍ରସଙ୍ଗ ଟିକେ କୁହନ୍ତୁ। ସର୍ବପ୍ରଥମେ ଆଜ୍ଞା ଠାକୁରଙ୍କ ପାଦ ପଦ୍ମରେ ସାଷ୍ଟାଙ୍ଗ ପ୍ରଣାମ ଜଣାଉଛି ଏବଂ ଆପଣଙ୍କର ଯେଉଁ ଉଦ୍ଦେଶ୍ୟ ନେଇ ମତେ କ୍ୱେଶ୍ଚିନ୍ ପଚାରିଛନ୍ତି ତାର ସମ୍ପୂର୍ଣ୍ଣ ଭାବରେ ମୋର ଜୀବନୀ କିପରି ଭାବରେ ପ୍ରଭୁଙ୍କ କର୍ମ ନିର୍ଯାସରେ, ଚିନ୍ତା ଚେତନାରେ, ଭାବନାରେ ଗତି କରିଛି ତାକୁ ମୁଁ ଉପସ୍ଥାପନ କରୁଛି। ଆଜ୍ଞା ଯେତେବେଳେ ମୋର 4-5 ବର୍ଷ ହେଇଥାଏ, ସେତେବେଳେ ମୁଁ ଚାରି ଦିଗକୁ ଅନେଇକି ଚିନ୍ତା କରେ ଯେ ଇଏ ସବୁ ଆଖି ପାଉନି, ଇଏ କେତେ ବାଟ ରହିଛି, ଆର ଗତି କେତେ ବାଟ ରହିଛି, ଆର ଶେଷ କେତେ ବାଟ ଅଛି। ଆଉ ଏ ବାବଦରେ କେହି ବି ମତେ ଉତ୍ତର ଦେଇ ବୋଲି ମୁଁ ବି ବିଶ୍ୱାସ କରିପାରେ ନା। କାହିଁକି ନା ମୁଁ ଦେଖେ କେହି ଏ ବାବଦରେ ଆଲୋଚନା କିଛି ନାହିଁ। ତେଣୁ ମୁଁ ନିଜକୁ ଗୋଟେ ସ୍ପିରିଚୁଆଲ ଆସେ ଯେ ଏ ବିଷୟରେ କହିବ କିଏ। ଆଚ୍ଛା ଆଚ୍ଛା। ଆପଣ ସେତେବେଳେ କେତେ ବର୍ଷ ହେଇଥିଲା? 4-5 ବର୍ଷ। ଆଜ୍ଞା। ତେଣୁ ଏମିତି ଗଭୀର ଚିନ୍ତାରେ ମୁଁ ରହେ ଯେ ଇଏ କ୍ଷିତି ଆପତେଜ ମରୁତ ବ୍ୟାମ, ଆକୁ ସବୁ ସୃଷ୍ଟି କରିଛି କିଏ? ଆଜ୍ଞା। ତେଣୁ ମୁଁ ନିଜକୁ ନିଜେ ପୁଣି ମୋ ଭିତରେ ଉତ୍ତର ଆସେ ଯେ ଆକୁ କିଏ ଜଣେ ଉତ୍ତର ଦେବେ, ଆଉ ତାଙ୍କୁ ମୁଁ ଖୋଜିବାକୁ ଇଚ୍ଛା ପ୍ରକାଶ କରେ, କିନ୍ତୁ ପାଏ ନା। ନିଜ ଭିତରେ ମୁଁ ଏମିତି ସନ୍ତୁଳିତ ଅବସ୍ଥାରେ ରହିଥାଏ। ଆଜ୍ଞା। ସ୍କୁଲ ଗଲେ କିଛି ପାଠ ମୋର ମନେ ରହେ ନା। ମୋର ବାହ୍ୟ ଜଗତ ରୁ ଅନ୍ତର୍ଜଗତ ଭିତରେ ମୁଁ ରହିଯାଏ, କିଛି ବି ମୋର ସ୍ମରଣ ଶକ୍ତି ଆସେ ନା। ଏମିତି ଯେତେବେଳେ ମାଟ୍ରିକ ପଢିଲି, ମାଟ୍ରିକ ବେଳେ ଅତ୍ୟଧିକ ମୋର ଭାବନା ଟା ମୋ ଭିତରେ ବ୍ୟତିବ୍ୟସ୍ତତା କଲା ଯେ ଠାକୁର ଠାକୁର ଶବ୍ଦ ଟା ମୁଁ ଶୁଣିଲି, ଆଉ ବିଭିନ୍ନ ଠାକୁରଙ୍କ ନାଁ ଠାକୁର ଠାକୁର ହଉଛନ୍ତି ସବୁର ମୂଳରେ ଠାକୁର, ସେ ମଙ୍ଗଳା ଠାକୁର, ତାରିଣୀ ଠାକୁର, ଜଗନ୍ନାଥ ଠାକୁର, ଠାକୁର ଠାକୁର, ତାହେଲେ ଠାକୁର କିଏ? ଆଉ ଠାକୁର କୋଉଠି ଅଛନ୍ତି? ଆଉ ଠାକୁରଙ୍କୁ କେମିତି ମୁଁ ପାଇବି? ଯେତେବେଳେ ଆପଣ ମାଟ୍ରିକ ପଢୁଥିଲେ, ସେ ସମୟରେ ଏଇ ଭାବ ଆପଣଙ୍କ ଭିତରେ ଜାଗ୍ରତ ହେଲା। ଜାଗ୍ରତ ହେଲା। ଆଜ୍ଞା। ତେଣୁ ପୁଣି ବି ଇଚ୍ଛା ଶକ୍ତି ହେଲା କାହାକୁ ପଚାରିବି। କାହାକୁ ପଚାରି ଗଲା ବେଳକୁ କେହି, ମୁଁ ପୁଣି ମୋ ଭିତରେ ସୃଷ୍ଟି ହେଲା ଯେ କେହି ତ ଏ ବାବଦରେ ଆଲୋଚନା କରୁନାହାନ୍ତି। ଯେ ପ୍ରକୃତ ଠାକୁର ଯେମିତି ମଣିଷ ମଣିଷ ଭିତରେ କଥାବାର୍ତ୍ତା ହଉଛନ୍ତି, ସେ ସେମିତି ନା ଏଇ ଯୋଉ ମନ୍ଦିର ବିଭିନ୍ନ ଗଢି ଉଠିଛି ସବୁ ବିଭିନ୍ନ ଜାଗାରେ, ନା ପ୍ରକୃତ ଠାକୁର କିଏ? ନା ସେମିତି କୋଉଟା ମନ୍ଦିରରେ ଯିଏ ଠାକୁର, ନା ଠାକୁର ଆମ ସାଙ୍ଗରେ କଥାବାର୍ତ୍ତା ହୁଅନ୍ତି, ନା ଠାକୁରଙ୍କର ରୂପ କେମିତିଆ? ଆଜ୍ଞା। ଯାହା ଫଳରେ କି ମୁଁ ଟିକେ କେମିତି ଠାକୁରଙ୍କ ସାଙ୍ଗରେ କଥାବାର୍ତ୍ତା ହେବି, ଆଉ ଏ ବିଶ୍ଵ ଜଗତ କିଭଳି ଭାବରେ ସୃଷ୍ଟି ହେଇଛି ସେ ବାବଦରେ ଜାଣିବା ପାଇଁ ମୋର ମାନସିକ ସ୍ତରରେ ବହୁତ ଇଚ୍ଛା ଶକ୍ତି ଜନ୍ମିଲା। ଆଜ୍ଞା। ମୁଁ ମାଟ୍ରିକ ପଢୁଥାଏ, ମାଟ୍ରିକ ସେଠୁ ମୋ ଭିତରେ ଏତେ ଜୋର ସକ୍ରିୟତା ଏଇଟା ସଞ୍ଚିତ ହେଲା ଯେ ଘର ଛାଡିକି ପଳେଇଲି। ଆଜ୍ଞା। ଯାହା ଫଳରେ କି ଆମର ବାପା ମା ବହୁତ ଖୋଜିଲେ ଏବଂ ଏଟା ଚାରିଆଡେ ଡିକ୍ଲାର ହେଇଗଲା। ଆଜ୍ଞା। ଘରୁ ଛାଡି କୁଆଡେ ପଳେଇଲେ? ଘରୁ ଛାଡିକି ମୁଁ ଯୁଆଡେ ପାଇଲି ସିଆଡେ ପଳେଇଲି, ମାନେ ଏମିତି କୁଆଡେ ଯାଉଛି କଣ କରୁଛି ମୁଁ କିଛି ଜାଣିପାରିଲିନି। ଆଜ୍ଞା। ଏମିତି
बस रे पळेली कटक रे गोटा ट्रेन रे बसिगली सीट कलिकता नहीं गला आज्ञा एंड हापेंड पिंधिची मोर तो गोटाए कथा उद्देश्य रही जे मु ठाकुर को भेटी आज्ञा जेमती मनीष मान सागर कथा होची सेमती ठाकुर सागर कथा एटा मोर मानसिक स्तर रे प्रगाढ़ भाव उद्रेक है इच्छा शक्ति जन्मिला तेणु मु तो निजे जानी पारुनी मोर इच्छा शक्ति बेले मु चलुची से इच्छा शक्ति टा किए कराउचंती सेटा को जदियो धरी न पारुची किंतु मोर तो सही भावना भितर दृढ़ आसी जे मु ठाकुर कति जीवी आउ सेटू कलिकता जाई पहुंचली सेटू मते टीटीआई जेतले धरिया ପାଇଁ चेष्टा कले मु लोक माने बहुत दौड़ी पड़ी जाती मु किसी बुझी पारली आज्ञा मु से टीटीआई आड़े को गली आज्ञा बहुत लोक जो दौड़ी पड़ी जाउछन सेमान को गोडौछन आज्ञा किंतु मु जेतले टीटीआई को आड़े को गली सेतले टीटीआई कौन ताका भीतर अनुभव कले कहले अरे ये मु भाविली जा बोले ये तो यदि चोर होता ये तो दौड़ी था ये को आम आड़ गाँच तेणु मुझे भाविली से मत सी धरले छाड़देले पुणी मु ट्रेन रे सेठू बसिकी पुणी कटक पलि आईली मु कुआड़े जाऊँ कौन जाऊँ सेठू कटक से मत मैट्रिक बयस जी हिसाब से मुझे गोटे भुवनेश्वर पलैली कटक रु भुवनेश्वर पलैली केमती गली कटक से बस ओल्लैकी से बस रे पलैली आज्ञा बस से पैसे थिले आपन पाखे ना चढ़ी गली सेमती बस रे हां आज्ञा से बस सब मते ओल्लै देला बरमुंडा बस स्टैंड रे ओल्लैली सिटी उठी भाई कोन भुवनेश्वर कटक ना आपन जानि थिले आगु ना हां मते तो किए जाने नौजनी बोली मु अनुभव करू आज्ञा परे सेठी पहुंचला परे जानुछन जे एटा भुवनेश्वर एटा कटक हां मोर निजस्व चेतना भीतर मु किछि जानि पार न थाए आज्ञा मु एतिक अनुभव करथाए मते जानि कि कुआडे नेउछि आज्ञा सेटा मध्य मो भीतर क्रिएट होता है सबटू धारणा को आसुथाए मु जाई भुवनेश्वर बस स्टैंड रे ले जने साधुवाणी बई को बिकुतांती बई व्यापारी जने साधुवाणी बई बोली की गोटे लिखाई विषय वस्तु मुझे बईटी को धरली ताकू पढ़िली बहुत ठाकुर विषय बाणी ताधर अच्छी से समय जगन्नाथंकर पुरी जगन्नाथंकर होता है आमर गुंडीचा बावड़ा 90 दिन जो यात्रा गुंडीचा बावड़ा जो यात्रा रे रथ टणाटणी जो ठाकुर आसंती माउसी माँ मंदिर ये सब जिन सब लोक जाऊ शुणु थाए बस रे जाऊ था साधुवाणी बही देखु देखु लोक मानकर कथा शुणी मत धारणा पुणी आसीगला कला जगन्नाथ सेठी जो अच्छा पुरी रे मु जाऊँ जगन्नाथ दर्शन करी जगन्नाथ दर्शन करी से ठाकुर दर्शन करी पुणी बस रे चढ़ीगली सी नहीं मत पुरी रे नहीं छाड़देले पैसा मांगिले ना पैसा मागिले मुझे ओल्लै पड़ी ओल्लैला एपटे माउसी माँ मंदिर पाखे बस स्टाण्ड सेठू चली चलिका चलिली श्रीमंदिर सिंहद्वार पाखे जिते मु पहुंची सेतेबेले आमर जेहेतु मोर घर बालिया भागवतपुर एपटे समस्ते कुआ कहते जे केशव ठाकुर जन्म होइजनी से जने ठाकुर सेटा मोर मनरे थाए किंतु मु तांका पाखकु जाइनि केबे जाई न थाई मध्य तेणु मोर जेतले पुरी मंदिर रे पहुंचली आ श्रीमंदिर आड़ को चलिली श्रीमंदिर सिंहद्वार पाखापाखि जिते पुरी बस ओह्लैली मु श्रीमंदिर आड़ को चलिली श्रीमंदिर पाखे जड़े साधु को देखिली
ସିଂହଦ୍ୱାର ପାଖାପାଖି। ତାପରେ ତାଙ୍କର ଯେତେବେଳେ ମୁଁ ସେଠି ତାଙ୍କୁ ଦର୍ଶନ ପାଇଲି, ମୋର ଜଗନ୍ନାଥଙ୍କୁ ଦର୍ଶନ କରିବାର ଚିନ୍ତା ଚେତନା ଆଉ ଆସିଲାନି। ମୁଁ ତାଙ୍କୁ ଦେଖି ବହୁତ ମତେ ଆନନ୍ଦ ଲାଗିଲା। ତେଣୁ ସିଏ ସେଠି ଯେତେବେଳେ ପଶ୍ଚିମ ଦ୍ୱାର ଆଡକୁ ଚାଲିଲେ, ଆସ୍ତେ ଆସ୍ତେ ସିଏ ଚାଲୁଥାନ୍ତି, ମୁଁ ତାଙ୍କ ପଛେ ପଛେ ଚାଲୁଥାଏ। ଆଜ୍ଞା। ସିଏ ବିଲକୁଲ ପଛକୁ ଅନଉନଥାନ୍ତି, ସିଏ ଆଗକୁ ଅନେଇକି ଚାଲୁଥାନ୍ତି, ମୁଁ ତାଙ୍କ ପଛେ ପଛେ ଚାଲୁଥାଏ। କିଛି ବାଟ ଗଲା ପରେ ହାରାହାରି 200 ହାତ ଗଲା ପରେ ଗୋଟିଏ ଦୋକାନ ପାଖାପାଖି, ସେ ସକାଳ ଟାଇମ ଟା, ଦୋକାନ ପାଖାପାଖି ସେ ଗୋଟେ ସାଇଟରେ ବସିଗଲେ। ମୁଁ ଯାଇକି ବସିଗଲି ତାଙ୍କ ପାଖରେ। ଶ୍ରଦ୍ଧାରେ ଯେତେବେଳେ ବସିଗଲି, ସେ ମତେ ବିଗିଡିଲେ, କହିଲେ ଆମେ ବାବା ସାଧୁସନ୍ଥ, ଆମର କଣ ଘର ଦ୍ୱାର ଅଛି? ତମେ କଣ, ମୁଁ ଦେଖୁଛି ତମେ ମୋ ପଛେ ପଛେ ଚାଲିଛ। ମତେ ସେଇଠି ଆଶ୍ଚର୍ଯ୍ୟ ଲାଗିଲା ଯେ ଇଏ ତ ଜମା ପଛକୁ ଅନେଇ ନାହାନ୍ତି, ବିଲକୁଲ ସେ ପଛକୁ ଅନେଇ ନାହାନ୍ତି। ମୁଁ ତାଙ୍କୁ ଅନେଇ ଅନେଇକା ପୁରା ଯାଇଛି। ଏଇଭଳିଆ ମାନେ ସେ ଏଭଳି ଭାବଧାରା ଭିତରେ ମୁଁ ଗତି କଲି, ଯାହା ଫଳରେ କି ମୁଁ ଆଉ କୁଆଡେ ବି ଅନେଇ ପାରିଲିନି, ତାଙ୍କୁ ଅନେଇ ଅନେଇକା ଗଲି। ଏଇଭଳିଆ କ୍ରିଏଟ ହେଲା ମୋ ଭିତରେ ଭାବନା ଚେତନା। କିନ୍ତୁ ସିଏ ମତେ ସେଠି କହୁଛନ୍ତି, ବସିଗଲା ପରେ ବିଗିଡିକି କହୁଛନ୍ତି, ମୁଁ ସେଠୁ ଦେଖୁଛି ତମେ ମୋ ପଛେ ପଛେ ଚାଲିଛ, ବାଟ ଯାକ ଦେଖି ଦେଖିକି ଆଉଛି ତମେ ମୋ ପଛେ ପଛେ ଚାଲିଛ, ମୋର କଣ ଘର ସଂସାର ଅଛି? ତମେ ମୋ କତିକି କଣ ଆଇଛ? ପୁଣି ମତେ ବିଗିଡିଲେ। ମୁଁ ସେଇଠି ଚିନ୍ତା କଲି, ମୁଁ କହିଲି ଏ ତ ପଛକୁ ଜମା ଅନେଇ ନାହାନ୍ତି, ଜାଣିଲେ କେମିତି ମୁଁ ପଛରେ ଆଉଛି ବୋଲି। ତେଣୁ ମତେ ଟିକେ ଦୁଃଖ ଆସିଲା। ମୁଁ କହିଲି ସାଧୁ ସନ୍ଥ କଣ ଏମିତି ବିଗିଡନ୍ତି? ତାପରେ ମୋ ଭିତରେ ପୁଣି ସୃଷ୍ଟି ହେଲା, ପୁରୀ ମାଉସୀ ମା ମନ୍ଦିରରେ ଦର୍ଶନ କରି, ଜଗନ୍ନାଥ ଯାଇଛନ୍ତି ରଥ ଟଣା ହେଇକି ମାଉସୀ ମା ମନ୍ଦିର, ତେଣୁ ମାଉସୀ ମା ମନ୍ଦିରରେ ମୁଁ ଦର୍ଶନ କରି ପଳେଇଲି। ପୁଣି ସେଠୁ ଚାଲି ଚାଲିକି ସେ ସାଧୁଙ୍କ ପାଖରୁ ପଳେଇ ଆସିଲି। ଆସିକି ସିଂହଦ୍ୱାର, ପୁଣି ମାଉସୀ ମାଙ୍କ ସିଂହଦ୍ୱାର ପାଖରେ ପହଞ୍ଚିଲି। ସିଂହଦ୍ୱାରରୁ ପୁଣି ମୁଁ 100 ହାତ ଭିତରକୁ ଯାଇଛି। ଜଣେ ଡେଙ୍ଗା ହେଇକି, ବହୁତ ଡେଙ୍ଗା ଲୋକ, ସମସ୍ତଙ୍କ ଠାରୁ ସେ ଡେଙ୍ଗା ଲୋକ, ପଞ୍ଜାବୀ ପିନ୍ଧିଛନ୍ତି, ମତେ ଧରି ନେଲେ, କହିଲେ ତମେ ଯାଇପାରିବନି। ମୁଁ କହିଲି ମୁଁ ବା ଜଗନ୍ନାଥ ଦର୍ଶନ କରିବାକୁ ଯାଉଛି, ଯିବି ନା? ନାଇଁ ତମେ ଯାଇପାରିବନି। ମୁଁ କହିଲି ଏତେ ଲୋକ ଯାଉଛନ୍ତି, ମୁଁ କେମିତି ଯିବିନି? ନାଇଁ ଏତେ ଲୋକ ବା ଯିବେ, ତମେ ଯିବନି। ମୁଁ କହିଲି, ପୁଣି କହିଲି, ମୁଁ କହିଲି ନାଇଁ ଏତେ ଲୋକ ଯାଉଛନ୍ତି, ମୁଁ କେମିତି ଯିବିନି? ନାଇଁ ଏତେ ଲୋକ ବା ଯିବେ, ମୁଁ ସିନା ଛାଡିଲେ। ସେ ଯେତେବେଳେ ଏକଥା କହିଲେ, ମୁଁ କହିଲି ଆପଣ କେମିତି ଛାଡିବେନି, ଏତେ ଲୋକ ଯାଉଛନ୍ତି। ମୁଁ ପୁଣି କହିଲି ନାଇଁ ଏତେ ଲୋକ ବା ଯିବେ, ମୁଁ ଛାଡିବିନି। ମୁଁ କହିଲି ମୁଁ ଯିବି, ନା ମୁଁ ଛାଡିବିନି। ସେ କହିଲେ ମୁଁ ଛାଡିବିନି, ମୁଁ କହିଲି ମୁଁ ଯିବି। ଏମିତି ହେଇକି ଯେତେବେଳେ ଆପଣଙ୍କ ହାତକୁ ଧରି ଦେଇଛନ୍ତି? ନାଇଁ, ଜାତି ଜାତି ମତେ ମାଡି ବସି ଧରିଛି। ଆଚ୍ଛା। ଛାତି ଛାତି ଲଗା ଯଦି ମୁଁ ଟିକେ ପେଲିଛି, ମୁଁ ଅନୁଭବ କଲି ସେ ଟିକେ ବି ଇଞ୍ଚେ ବି ଘୁଞ୍ଚିଲେନି। ଦାରୁ ବ୍ରହ୍ମ ପୁରା ଏକଦମ କହନ୍ତି ଯେମିତି ବହୁତ ନିଦାକ ବ୍ରହ୍ମ, ସିଏ ଟିକେ ବି ଘୁଞ୍ଚିଲେନି, କି ଘୁଞ୍ଚେଇବାର କିଛି ବି ମୋ ପାଖରେ ଶକ୍ତି ନାହିଁ। ମୁଁ ଘୁଞ୍ଚେଇ ଯଦି ନ ପାରିଲି, ସିଏ ମତେ ପେଲିଲେ। ସେଠୁ ପେଲି ପେଲିକା ଆଣି ସିଂହଦ୍ୱାରରେ ଛାଡିଲେ, ମାଉସୀ ମାଙ୍କ ସିଂହଦ୍ୱାରରେ ଛାଡିଦେଲେ। ସେଇଠି ମୁଁ କଇଁ କଇଁ କାନ୍ଦିଲି। ମୁଁ ବହୁତ ଜୋର କାନ୍ଦିଲି। କାନ୍ଦିକି ଚିନ୍ତା କଲି, ମତେ ଠାକୁର କାହିଁ ମତେ ପେଲିଦେଲେ, ପେଲିକି ଆଣି ଛାଡିଦେଲେ। ମୁଁ କଇଁ କଇଁ କାନ୍ଦିକି ତଳକୁ ମତେ କାନ୍ଦୁଛି। କାନ୍ଦି ମୋର ଭାବନା ଚେତନା ଆଉ ମୋର ନିଜ ଭିତରେ ନାହିଁ, ମୋର ଦେହାତୀତ ଭାବନା ହେଇଯାଇଛି। ମୁଁ ଅନୁଭବ କଲି ମୋର ଚେତନାରେ ଆଉ ନଥାଏ। ସେ ଅବଚେତନ ମାନେ
विधेय भावना चेतना से भितर रहीगली सेठू मते शून्यवाणी है जे मते दर्शन करिया को आसीचु मु आउ जगन्नाथ रूपरे नाही मु केशव ठाकुर हो जाइछि महांगारे केशव ठाकुर हो जाइछि मते तळे ए बाणीटा हला मु आश्चर्य हेली जे मु महांगारे केशव ठाकुर तो मु शुणिथिली तेणु सेतिपाई कि मते दर्शन एठी मिलिलानी कि से केशव ठाकुर हो जाइछन्ती जगन्नाथ तेणु मोर गोटा धारणा आसिला अरे मते जी आनी एठी मते पेली पेली की आनी छाड़ी देले से लोक कुआड़े गले ताकू भी खोजिबार लागिली माने बाहर मु खोजिली 10-20 हाथ खोजिकी गली पुणी भितर को जो जाके जाए मत पेलिकी नहीं चले से जाके भी गली से लोक जो न पाइली मु इच्छा कली बोले अरे मुझे एथर जगन्नाथ दर्शन भी कर पारि मंदिर को तो भितर पशि पारि अरे पशिजी सत दर्शन करी सत किंतु से लोक गले कुआड़े जी मते आनी छाड़ीदेला से तो पुणी पेलिकी आनी मत छाड़ी था जी पेलिकी बाहर करिया लोक सी तो केवे मत छाड़ी जीवा कथा नु पुणी मत शून्यवाणी मुझे महागा केशव ठाकुर हो जाइए जगन्नाथ निजे कहते तेणु ये लोक गला कुआड़े ये लोक तो नहीं ताले कोउटा मोर करवा उचित मु चिंता कली मोर चेतना को भी आसिला पर्यायक्रमे सब चेतना को जा आसुथाए मु सेटा को जानी पारथाए जे नहीं ताले ये लोक भी जदि मु न पाइली ताले सत्य से तो लोक कहउछन जे केशव ठाकुर जन्म होइछन मु तो जाइनी महागा ताले केशव ठाकुर जन्म नैछिनी जगन्नाथ तेणु मु महागा पळेई सेइटु मु पुणी बस रे बसिली किछि बाट आसीची बस स्टैंड को आसी बस रे बसी किछि बाट जे बस वाला पैसा मागिला मो पार पैसा नथला मते ओल्लै देला मु कहली मु आज्ञा टिके जीवी कटक मते टिके बाट बतई दियंतु को कमिति कोन मु जीवी को बस रे जीवी केमे ना तमे गोटा कथा कर मते ट्रेन लाइन देखे देला कहला सेठी होची ट्रेन लाइन तमे सेठी पळाओ सेठी होची साखी गोपाल आज्ञा साखी वाला पाखरे मते ओल्लै देला आज्ञा से कहला सेटा होची ट्रेन लाइन सेठी जाओ ट्रेन रे पळेबो कटक कटकरू पळेबो मु सोडू आसिकी ओल्लै पल्ली ट्रेन रे भी रही थाए किछि समय भीतर रही गला आसिकी ट्रेन सांगे सांगे ट्रेन रे बसिले सी साधु बाबा भी देखाई गले जी देखाई थले हमर श्रीमंदिर सिंहद्वार पाखरे से साधु बाबा देखाई गले मु तांको कहली बाबा टिके देखिले हाथ आ कौन एमती मोर माइंड किसी काम करनी मु घरे रही पारुनी मु याडे साडे एमती पलि जाउची आ मोर मध्य बापा माँ मते खोजिकी आकाशवाणी केंद्र रेडियो रे मोर भी बाहरी गला जे बनमाली जेना 8 पोस्ट बालिया भागवतपुर सी घर छाड़ी पड़े जाइछन्ती मोर मु भी एमती मते बहुत लोक मते परे कहले कि तमर रेडियो रे अनाउंस होइथला अच्छा मोर आउ सब कथा मु सुनु थाए किंतु मोर रही थाई गोटाए कथा जे ठाकुर किए केमिति ठाकुर मु दर्शन करी तेणु सब कथा मो जीवन रे एमती घटी चली थाए तेणु से ट्रेन रे जेतेबेले साधु मते देखिकी हाथ देखी कहले देख तमर समय आगु को आसुची तमे आमे जेमती बाबा सन्यासी तमर आगु को आउची सेई भली तुमे हे जीव छोड़ मु एति कहि नीरव रे बसिला परे मु देखिली से मु एपट सेपट अन्य भितर से बाबा आउ ना ट्रेन भितर भी ना आज्ञा सबटू मु नीर एकुटिया बसिली आसी कटक रे ओल्हेली कटक रे ओल्हा परे सेटले नाली बस चलथिला गवर्नमेंट बस आज्ञा से गवर्नमेंट बस को पळेली मते किए नहीं जाउची मु अनुभव करूची मते किए नहीं जाउची आज्ञा सेटले गवर्नमेंट बस रे जाई बसिली पळेली
ସାଲେପୁରରେ ଓହ୍ଲେଇଲି। ସାଲେପୁରରୁ ଓହ୍ଲେଇବାକୁ ଯାଇଛି ମତେ କଣ୍ଡକ୍ଟର ଧଇଲା, କହିଲା ପଇସା ଦିଅ। ମୁଁ କହିଲି ଆଜ୍ଞା ମୋ ପାଖରେ ପଇସା ନାହିଁ। ନା ତମେ କଣ ଏତେ ବାଟ ଚାଲି ଆଇଲ, କଣ ପଇସା ନାହିଁ? ମୁଁ କହିଲି ଆଜ୍ଞା ପଇସା ନାହିଁ। ଆଉ ନା ଆଉ କାହା ଆଗରେ କିଛି କହିବନି, ତମେ ଚୁପଚାରେ ପଳେଇ ଯାଅ। ଆଜ୍ଞା ସେଠୁ ମୁଁ ଧୀରେ କିନି ଓହ୍ଲେଇ ପଡିଲି। ସେଠୁ ଧୀରେ କିନି ଓହ୍ଲା ପରେ ହଠାତ୍ ଜଣେ ଲୋକ ଦେଖା ହେଇ ପଡିଲା। ଆଜ୍ଞା କହିଲା ତମେ କୁଆଡେ ଯିବ କି? ମୁଁ କହିଲି ଏମିତି ଆସିଛି। ସେତେବେଳେ ରାତି 9ଟା 10ଟା ଟାଇମ। ସେଠୁ ମୁଁ କହିଲି ମୁଁ ଟିକେ ରହିବି, ଏମିତି ଟିକେ ଯିବି ମାହାଙ୍ଗା କେଶବ ଠାକୁରଙ୍କ କତିକି। ନା ହଉ ଆସ ଆସ। ସିଏ ମତେ ନେଇ ତାଙ୍କ ଘରେ ଗୋଟା ଘର ଦେଇଦେଲା। ଆଜ୍ଞା ସେ ସିଙ୍ଗିଲ ଘରଟି। ମତେ ସେ ଘରେ ଛାଡି ଦେଇକିରି ସେ ତାଙ୍କର ଚଳପ୍ରଚଳ ହେଲେ ତାଙ୍କ ଘରେ, ମୁଁ ସେଇ ଘରେ ରହିଥାଏ। ଆଜ୍ଞା ସିଏ ଆଉ ଦ୍ଵିତୀୟ ବାର ମତେ ଦେଖିବାକୁ ସେ ଘରକୁ ଗଲେନି କି କହିଲେନି ଖାଇଛ କି କୋଉଠୁ ଆଇଛ, କୁଆଡେ ଯିବ, କିଛି ବି ମତେ କୋଶ୍ଚିନ୍ ଆଉ କଲେନି। ସିଏ ଯେତେବେଳେ କିଛି ନ କଲେ, ମୋର ଠାକୁରଙ୍କ ଭାବନା ଚେତନା ଯେହେତୁ ରହିଛି, ମୁଁ ବି ଆଉ ତାଙ୍କୁ କହିବା ପାଇଁ ମୋର ଆଉ ବି ଇଚ୍ଛା ଶକ୍ତି ହେଲା ନାହିଁ। ମୁଁ ସେମିତି ସେଇ ଘରେ ଶୋଇଥାଏ, ସେମିତି ତଳେ ଶୋଇଥାଏ। ତେଣୁ ଯେମିତି ରାତି 3ଟା ହେଲା, ସେ ମତେ ତ ଆଉ କେହି ଖୋଜିଲେନି କି କିଛି କହିଲେନି କି କାହିଁକି ରହିଛି, କୁଆଡେ ଆଇଛି, କଣ କରିଛି, କିଛି ପଚାରିଲେନି। ଖାଲି ଘରଟା ଦେଇଦେଲେ, ରୁମ ଟା ଖୋଲିଦେଲେ, କହିଲେ ଏଇଠି ରୁହ। ତାପରେ ରାତି 3ଟାରୁ ମୁଁ ମୋର ଚାଲିଲି। ସାଲେପୁରରୁ ସିଧା ଚାଲିଲି ପୁରା ମାହାଙ୍ଗା। ମାହାଙ୍ଗାରେ ଆସିକି ଯେଠି ପଚାରି ବୁଝିଲି କୋଉଠି କେଶବ ଠାକୁର, ନା ଏଇଠି କେଶବ ଠାକୁର ଅଛନ୍ତି। ସେ ବାଟ ବତେଇ ଦେଲେ ସବୁ। ମୁଁ ସେଠି ଆସି ଛତରରେ ଓହ୍ଲେଇ ସେଠୁ ମାନେ ଛତର ପାଖରେ ପହଞ୍ଚିଲି। ଛତରରୁ ସେଠି ବାଟ ବତେଇ ଦେଲେ, ସେମିତି ଚାଲିଛି। ମୁଁ ଚାଲି ଚାଲି ଯାଇକି ପହଞ୍ଚିଗଲି ମାହାଙ୍ଗା ଆଶ୍ରମରେ। ମୁଁ ପଚାରି ପଚାରି ବୁଝି ବୁଝିକା ଯାଉଥାଏ। ତାପରେ ସବୁଠୁ ଲୋକ ସବୁ ଧାଡି ଲାଇନ ସବୁ ଦେଇଥାନ୍ତି ଠାକୁରଙ୍କୁ ଦର୍ଶନ କରି। ମୁଁ ସେଇ ଧାଡି ଲାଇନରେ ରହିଗଲି। ଆଜ୍ଞା ନାଇଁ, ଧାଡି ଲାଇନ ରହିବା ପୂର୍ବରୁ ଲୋକମାନେ ମୁଁ ଦେଖୁଛି ଧାଡି ଲାଇନରେ ରହିଛନ୍ତି, ଲୋକମାନେ ବି ଧାଡି ଲାଇନ ଦେଇଛନ୍ତି। ସିଏ ଗୋଟେ ଅଫିସ ସବୁ ଲେଖା ପଢି ହଏ। ମୁଁ ସେଇ ଲାଇନରେ ଛିଡା ହେଇଗଲି। ଯଦି ଛିଡା ହେଇଯାଇଛି, ସିଏ ଏଠି ଯାଇକି ପହଞ୍ଚିଗଲି, ପର୍ଯ୍ୟାୟକ୍ରମେ ପହଞ୍ଚିଗଲି। ଯେତେବେଳେ ପହଞ୍ଚିଗଲି, ସେ ନାଁ ଗାଁ ଭଲ ମନ୍ଦ ପଚାରିଦେଲେ। ସେ ପଚାରି ଦେଲା ପରେ ମୁଁ ସବୁ କହିଦେଲି। ତାପରେ ସିଏ କାଗଜ ପତ୍ର ସବୁ ରହିଲା। ମୁଁ ସବୁଠୁ ଲାଇନରେ ଛିଡା ହେଲି ଠାକୁର ଦର୍ଶନ କରିବାକୁ। ଆଜ୍ଞା ସିଏ କାଗଜ ପତ୍ର ଠାକୁରଙ୍କ କତିକି ସବୁ ଯାଇଛି ବୋଲି ମତେ ଜଣା ନାହିଁ। ଠାକୁରଙ୍କ କତିକି ପଳେଇଲା। ଠାକୁରଙ୍କ କତିକି ଗଲା ପରେ ମୁଁ ଲାଇନରେ ଯାଇ ଠାକୁର କତିରେ ପହଞ୍ଚିଗଲି। ଆଜ୍ଞା ସକାଳୁ ପୁରା ସନ୍ଧ୍ୟା ଆଜ୍ଞା ପହଞ୍ଚିଗଲି। ଲାଇନରେ ପହଞ୍ଚିଗଲା ପରେ ସେଠି ସେ ମତେ ଧରେଇ ଦେଲେ, ସେ ସନ୍ଦେଶ ପତ୍ର ଯୋଉଟା କହନ୍ତି, ମତେ ଧରେଇଦେଲେ। ମୁଁ ତାକୁ ଅନୁଭବ କଲି। ମୁଁ ଯୋଉ ମନ୍ତ୍ରଟା ଘୋଷୁଥିଲି, ମୋର ଚେତନାରେ ରହୁଥିଲା, ମାନସିକ ସ୍ତରରେ ରହୁଥିଲା, ସେଇ ମନ୍ତ୍ରଟା ମତେ ଦିଆଯାଇଛି। ତାକୁ ମୁଁ ପଢିକି ଦେଖିଲି। ମୁଁ କହିଲି ଆରେ ଠାକୁରଙ୍କୁ ଯେତେବେଳେ ଦେଖିଲି, ଠାକୁରଙ୍କୁ କହିଲି, ମୁଁ କହିଲି ଆପଣ ପୁରୀରେ ଥିଲେ, ପୁରୀରେ ମୁଁ ଆପଣଙ୍କୁ ଦେଖିଛି, ଆଉ ଆପଣ ଏଠି କଣ ଆସିକି ପହଞ୍ଚିଗଲେଣି? ଠାକୁର ଖାଲି ମତେ ପୁରୀରେ ଥିଲେ ମାନେ ସେଇ ଠାକୁର, କେଶବ ଠାକୁର ଯୋଉ ରୂପରେ ଆପଣ ପୁରୀରେ ଦେଖିଥିଲେ, ହଁ, ଆଉ ଯେତେବେଳେ ଆପଣ ମାହାଙ୍ଗରେ ଦର୍ଶନ କଲେ, ସେଇ ସାଧୁ ରୂପ, ସେଇ ଠାକୁର। ମୁଁ କହିଲି ଆପଣଙ୍କୁ ମୁଁ କୋଶ୍ଚିନ୍ କଲି, ମୁଁ କହିଲି ଆପଣ ପୁରୀରେ ଥିଲେ, ପୁରୀରେ ମୁଁ ଆପଣଙ୍କୁ ଦେଖିଥିଲି, ଆପଣ ଏଠି କେମିତି ଆସିଲେ? ସେଠୁ ଠାକୁର ମତେ ଅନେଇଲେ, ପୁଣି ତଳକୁ ମୁହଁ ପୋତିଦେଲେ। ପୁଣି ପଚାରିଲି, ମୁଁ କହିଲି ଆପଣ କଣ କହୁନାହାନ୍ତି? ଆପଣ ପୁରୀରେ ଥିଲେ, ମୁଁ ଆପଣଙ୍କୁ ଦେଖିଥିଲି, ଆପଣ ଏଠି କେମିତି ଆଇଲେ? ପୁଣି ଠାକୁର ମତେ ଅନେଇଲେ, ପୁଣି ତଳକୁ ମୁହଁ ପୋତିଦେଲେ। ତେଣୁ ମୁଁ ବି ଆଉ କହିପାରିଲିନି। ଆଉ ଏମିତି ଗୋଟେ ଭାବନା ସୃଷ୍ଟି ହେଇଗଲା ମୋ ଭିତରେ। ମୁଁ କହିଲି ତାହେଲେ ଏଇ ବୋଧେ ଠାକୁର। ମତେ ଯୋଉ ଶୂନ୍ୟବାଣୀ ହେଇଥିଲା, ସେ ଜଗନ୍ନାଥ ଆସି କେଶବ ଠାକୁର ରୂପ ନେଇକି ଜନ୍ମ ନେଇଛନ୍ତି,
ବୋଧେ ଠାକୁର। ତାପରେ ମାନସିକ ସ୍ତରରେ ଏମିତି ମୀମାଂସା ଆସିଗଲା। ତାପରେ ସମସ୍ତେ ଆସୁଛନ୍ତି, ତାପରେ ଯିଏ ସେଠି ଦାୟିତ୍ୱ ରହିଛନ୍ତି ସମସ୍ତେ ବିଦା କରୁଛନ୍ତି, ମୁଁ ବି ଆସିଲି, ପଳେଇ ଆସିଲି। ତାପରେ ଘରେ ଆସି ରହିଲି। ଘରେ ଆସିବାରେ ତାପରେ ମୋର ଏମିତି ଚିନ୍ତା ଚେତନା ଭାବନା ଏମିତି ରହିଲା। ତାପରେ ମୁଁ ପୂର୍ଣ୍ଣମୀରେ ମୋର ଅର୍ଘ୍ୟ ତିଥି, ମୁଁ ଅର୍ଘ୍ୟ ଦେବାକୁ ଯାଏ, ଠାକୁରଙ୍କର ଦର୍ଶନ କରେ। କୋଉ ଦିନ ଥାଆନ୍ତି ତ ଦର୍ଶନ କରେ, କୋଉ ଦିନ ନଥାନ୍ତି ତ ପାଦୁଆ ଦର୍ଶନ କରିକି ଆସେ। ଏମିତି ଦିନେ ଠାକୁର କହିଲେ, ମୁଁ ଦିନେ ଯାଇଛି ଆଶ୍ରମକୁ, କହିଲେ ତୁମେ ହିମାଳୟ ଯାଅ କିଛି ଦିନ। ଆଜ୍ଞା। ମୁଁ କହିଲି ଆଉ ଆପଣ ଯିବେନି? ଆପଣ ଗଲେ ମୁଁ ଯିବି ନା, ଆଉ ମୁଁ କେମିତି ଯିବି? ନା ହଉ ଚାଲ, ଆଗରେ ଚାଲ, ଆଗରେ ଯାଅ, ମୁଁ ପଛରେ ଯାଉଛି ଆଉ। ଠାକୁର ଯେତେବେଳେ ନିର୍ଦ୍ଦେଶ ଦେଲେ ଆଗରେ ଯାଅ, ମୁଁ ପଛରେ ଯାଉଛି, ମୁଁ ସେଇଠୁ ଚାଲିଲି। ସେତେବେଳକୁ ମୋର ମୋର ମାନେ ଏଇ ଯୋଉ ଧୋତି ପିନ୍ଧିବା, ଲୁଗା, ଏସବୁ ପୋଷାକ ଧାରା ଯେତେବେଳେ ଆସିଥାଏ, ମୁଁ ସିଧା ଚାଲିଲି ବସରୁ ଟ୍ରେନରୁ ଏମିତି ଚାଲିଲି। ଚାଲିଲା ପରେ ପଇସା ଥିଲା ଆପଣଙ୍କ ପାଖରେ? ନାଇଁ, ପଇସା ପତ୍ର କିଛି ନାହିଁ। ସିଧା ଚାଲିଲି। ଆଉ ଯାଇକି ବ୍ୟାଗ ଖଣ୍ଡେ ଧରିଛି, ମୋର ପୋଷାକ ପତ୍ର ପିନ୍ଧିଛି, ବ୍ୟାଗ ଖଣ୍ଡେ ଧରିଛି, ଚାଲିଲି ଆଉ। ଝୁଲା ବ୍ୟାଗ ଗୋଟା ମୁଁ କରିଦେଇଥିଲି, ସେ ଝୁଲା ବ୍ୟାଗ ଧରିଛି ଚାଲିଛି। ଯେତେବେଳେ ଯାଇକି ଆମର ବସ୍ ଟ୍ରେନରେ କେହି କୋଉଠି ବି ଆପଣଙ୍କୁ କେହି ଚେକଅପ୍ କଲେନି? ନାଇଁ ନାଇଁ, କେହି କିଛି ମାଗିଲେନି। ଯେତେବେଳେ ମୁଁ ଯାଇକି ଟାଟା ପାଖରେ ହେଇଛି, 2 ଜଣ ପୁଲିସ ଉଠିଲେ। ମୁଁ ନମ୍ବର 1 ସିଟରେ ବସିଯାଇଛି ଏକ୍ସପ୍ରେସ ଟ୍ରେନର। ସିଏ ଯାଇକି ପହଞ୍ଚିଗଲେ ମୋ ପାଖରେ। ଟିଟିଆଇ ସବୁ ଟିକେଟ ମାଗନ୍ତି, ଧରନ୍ତି ସବୁ ବୋଲିକି ମତେ ବି ଜଣା ନାହିଁ। ସିଏ ସେଇଠୁ ଯାଇକି ମୋ ପାଖରେ କହିଲେ, ମହାରାଜ କାହା ଯା ରହା ହେ? ମୋର ହିନ୍ଦୀ ଯଦିଓ ଇଂଲିଶ ପଢିଛି, ଏତେ ଏକ୍ସପିରିଏନ୍ସ ନାହିଁ। ମତେ ଠାକୁର ମୋ ଭିତରେ ପଶିକି ମୋର ଗୋଟେ ଠାକୁର ମତେ ପରିଚାଳିତ କରୁଛନ୍ତି, ମୋର ଅନୁଭବ ଯାହା କରୁଛି ମୁଁ। ଆଉ ଯେତେ କହିଲେ ମହାରାଜ କାହା ଯା ରहे, ବଡ ବଡ ବନ୍ଧୁକ ଧରିଛି, ମୁଁ 1 ନମ୍ବର ସିଟରେ ବସି ଯାଇଛି, ଏକ୍ସପ୍ରେସ ଟ୍ରେନ। ମୁଁ ପରେ ଏଇଟା ଜାଣିଲି ଯେ ଏଇଟା ଏକ୍ସପ୍ରେସ ଟ୍ରେନ। ସିଏ ମତେ କହିଲେ ଆରେ ଇଏ ତ ଏକ୍ସପ୍ରେସ ଟ୍ରେନ, ତମେ ମହାରାଜ କାହା ଯା ରहे? ମୁଁ କହିଲି ରାମ ଦର୍ଶନ କରି ଯା ରहे। ମୋ ପାଟିରେ ଠାକୁର ଯାହା ପୁରେଇଲେ, ମୁଁ କହିଲି ରାମ ଦର୍ଶନ କରି, ନା ଅଯୋଧ୍ୟା ରାମ ଦର୍ଶନ କରି? ମୁଁ ଜି ଆଜ୍ଞା, ରାମ ଦର୍ଶନ କରି ଯା ରहे। ନା କୋଇ ବାତ ନେଇ, ଯାଅ ଯାଅ। ସିଏ ଆଉ କିଛି ଆଉ ମତେ କହିଲେନି। ମୁଁ ପଗଡି ବାନ୍ଧିଛି, ବାବା ଭଳିଆ ହେଇଛି, ଝୁଲା ପକେଇଛି, ଆଉ ନାଲା ଡ୍ରେସ, ଚାଲିଲି ଯାଇ କାଶୀ, ବାରାଣାସୀ, ତାପରେ ଦିଲ୍ଲୀରେ ଠାକୁର ପହଞ୍ଚିଗଲେ। ଦିଲ୍ଲୀର କୋଉ ଜାଗାରେ ଆପଣ ଠାକୁରଙ୍କ? ନୟା ବସଷ୍ଟାଣ୍ଡ। ନୟା ଦିଲ୍ଲୀ ଯୋଉଟା କହନ୍ତି, ସେଠି ନୂଆ ଦିଲ୍ଲୀ। ହଁ, ଯୋଉ ଦେଖାହେଲେ କଣ କହିଲେ ଆପଣ? ସେଠି ଆମର ଠାକୁର ମତେ ଦେଖା ହେଇକି କହିଲେ, ଠାକୁରଙ୍କର ଯୋଉ ରୂପ ମାହାଙ୍ଗାରେ, ସେ ରୂପରେ ଆଉ ଦେଖାଦେଲେନି। ସେ ମତେ କହିଥିଲେ, ତମେ ଆଗରେ ଚାଲ, ମୁଁ ପଛରେ ଯାଉଛି। ସେଠି ପୁରା ଡାଇରେକ୍ଟ ସ୍ୱାମୀ ବିବେକାନନ୍ଦଙ୍କ ରୂପ, ସ୍ୱାମୀ ବିବେକାନନ୍ଦଙ୍କ ରୂପ ଦେଖା ହେଇଗଲେ। ଖାଲି ଗୋଡ, ବିଛଣା ଧରିଛନ୍ତି ହାତରେ, ଜୋର ଖରା ହେଇଛି, ବିଞ୍ଚି ହଉଛନ୍ତି, ଚାଲିଛନ୍ତି। ମୁଁ ସେଇଠୁ ତାଙ୍କ ପାଖରେ ଯାଇକି ପହଞ୍ଚିଗଲି। ଏମିତି ସେ ମତେ ଆଗରେ ତ ବାହାରିଲେ, ଆଉ ପୁରା ଆବିର୍ଭାବ ହେଲା ଭଳିଆ ବାହାରିଗଲେ। ଆଉ ପଗଡି ବାନ୍ଧିଛନ୍ତି, କହିଲେ ମେରା ସାଥ ରହ। ପଇସା ଟଙ୍କାଟା, ସେତେବେଳେ ଟଙ୍କାଟା 2 ଟଙ୍କା ମତେ ସବୁ ଦେଖେଇଲେ, କହିଲେ ଅଣ୍ଟା 4 ଘର ଗୁଞ୍ଜିଯିନି, କହିଲେ मेरा साथ रहो, खाना पीना मिलेगा, मेरा साथ रहो, कोई बात नहीं, कोई चिंता मत न करो। तेणु हठात कहली, हाँ मेरा साथ रहो। मत सब नहीं गले सांगरे, नहीं गोटे आश्रम को नहीं गले। आश्रम रे सबठू खाया पिया चलती सेठी, सबठू से मो पाखरे बसिले, मु भी बसिली। खाद्य सब बढ़ा गला, खाद्य बढ़ा भितर सी भी मो पाखरे बसता, मु बसची। तापरे मु मुंडाए प्रसाद मो पाटी की नहीं जी। तापरे
टिके डाण साइड मु अनेदेली मो बाँ साइड से बसते आज्ञा टिके डाण साइड को अनेक बाँ साइड को अनेला सी आउ ना बड़ा सब किंतु सी आउ ना आज्ञा बुझिले कि तेणु से मो खाद्यटा जेहेतु आमे तो साधारण चिंताधारा अच्छु आमको जड़े जड़े परिचालित करुछि ना आज्ञा जिते बसीचु आमर क्षुधाटा निवारण पाई मते जिते प्रभु सेठी नहीं पहुंचे खाद्यटा दौन आज्ञा मुझे ग्रहण कली आज्ञा ग्रहण करी चली तापरे जाई पहुंचली आमर हरिद्वार से मठरे आउ रहिलेनी से आश्रम रे ना हरिद्वार गली आज्ञा हरिद्वार गली हरिद्वार रे सिटी पहुंची सिटी जड़े साधु को देखिली सिटी साधु को देखिली सी कहले मु जीवी ऋषिकेश आज्ञा मु कहली मु जीवी आज्ञा हेडू किछि बाट गला परे सी साधु कुआडे भी पळेले आज्ञा मो पाखरे बसतले सी पळेले तापरे मु जेतले ऋषिकेश रे ओल्ही पड़िछि ऋषिकेश रे जड़े साधु बाहले आज्ञा सी साधु बाहले हेटी गोटे नीलकंठेश्वर महादेव मंदिर अच्छी आज्ञा पहाड़ उपरे आज्ञा से कहले मु जाउची नीलकंठेश्वर महादेव मु कहली मु आज्ञा मु टिके जीवी ताकू देखिकी मते श्रद्धा लागिला मु कहली मु जीवी मु किछि बाट पहाड़ रे जेतेबेले चढ़ीची तांका संगे रे आज्ञा जाईची से मते सेइटू मते कहले आज्ञा कहले देख तम माँ भारी कांदुचंदी हिंदी रे कहले ओडिया भी कहले आज्ञा हिंदी भी कहले ओडिया भी कहले आज्ञा कहले तम माँ भारी कांदुचंदी आज्ञा आ मुझे न बुझी पारली संपूर्ण से कहले से जानी पारथिलेनी जे मोर ओडियाटा रहउची चेतना भितरे भाषाटा ना आज्ञा हिंदीटा क्लियर अंश होउनी आज्ञा से साधु कहले हाँ से जानी पारथिलेनी तेणु तम माँ भारी कांदुचंदी आ तमे एथरक पळेई जाओ आउ थरे आसीबो आज्ञा मु सेइटू रिटर्न कली पुणी आसिकी एमती मु ओडिशा पळेई आसिली आज्ञा ओडिशा पळेई आसला परे जेतले फेर रिटर्न कले आ कोडी कोडी कोन से बस गाड़ी केबे कोडी आ पैसा मागले ना केही पैसा मते मागले मत ना केही पैसा तो मागंतीनी मते भोक हला गोटा जगह मन पडुची आज्ञा हमर ओडिशा पार होउची तो जस्ट भोक हला आज्ञा से साधु जणे आसी पहुंची गले मो पाखरे आज्ञा से ता भितरु गोटे मुणी बाहर कले आज्ञा मुणी रे हमर जेमती सुनपापुड़ी भलिया आज्ञा से कौन से जिनसटी देले सेंती अमृत भलिया लागिला आज्ञा से मते भी केतेटा कथा कहले एमिति पत्र अछि खाई देले तम भोक होबनी आज्ञा ए कथाटा कहले बहुत कथा कहि साले पर कहले नौना ओटा खाद्य नौना मैं तो खोई देले मते आउ भोक ससा आउ किछि हेलानी आज्ञा तापर पळे आसिली जगतपुर ओले करी घर पळे आसी पुणी घरे किछि दिन गला परे पुणी महंगा गली नहीं बो जेतले देखिले आपन कोन कहले बोऊ से तार बोऊ देखला परे बोऊ को कौन ता मानसिक स्तर रे ठाकुर कौन केंति बुझेई दिनी से माने मते भूली जाए गले भी मध्य नीरव रहिछि कि जस्ट खाली जे आमे खोजुतल तते आ कर देलु आ से आ बिगड़ी नाही कि दुख नाही कांदवा नाही किछि नाही एईटा तांक भितरे ठाकुर करे देले आज्ञा मु गोटिए पुओ आज्ञा किंतु सेमानकर जेतेबेले अनासक्त भावनाटा जेतेबेले माकर मु अनुभव कली तांकर मो प्रति अछि व्यतिव्यस्तता नाही मते आउरी अनुभव होला जे ठाकुर कहिथले मा कांदुचनी मा तो कांदुथिले पुणी भी आसी एठी पहुंचिला जे मा आउ व्यतिव्यस्तता नाही आउ मते बिगड़ीबार नाही कि दुख करिवार नाही तेणु मो भितरे मानसिक स्तर आउरी स्ट्रंग हो गला मजबूत हो गला एई भावना जे ना प्रकृत रे से धैर्य अछि आ से माने मो कथा किछि चिंता करूना आज्ञा मु आउरी क्लियर हो गली तेणु पुणी किछि दिन गला परे मु ठाकुर पाखु जाईजी ठाकुर कहले महंगा
ହଁ ମା ଗାଁ ଠାକୁରଙ୍କ ପାଖକୁ ଯାଇଛି। ଠାକୁର କହିଲେ ନାଇଁ ତମେ ତ ହିମାଳୟ ଚାଲ। ମୁଁ କହିଲି ଆଉ ଆପଣ ଯିବେନି କି? ମୁଁ କହିଲି ହଁ ତମେ ଆଗରେ ଚାଲ ମୁଁ ଯାଉଛି। ପୁଣି ସେଇଠୁ ମୋର ବେଶପଟା ଧରିକି ମୁଁ ଚାଲିଲି। ଆଜ୍ଞା ମୁଁ ପୁଣି ଯଦି ସିଧା ପଳେଇଲି ପୁରା ପୁରା ଏକଦମ ଆଉ କେହି ମତେ ଅଟକେଇବାର ନାହାନ୍ତି, କେହି ପଚାରିବାର ନାହିଁ। ଯାଇକି ଯେତେବେଳେ ମୁଁ ପହଞ୍ଚି ଗଲି ଋଷିକେଶରେ, ଋଷିକେଶରେ ଜଣେ ସାଧୁ ଦେଖାହେଲେ। ସେ ସାଧୁ ଦେଖାହେଲେ, କହିଲେ ତମେ ହିମାଳୟ ଯିବ କହୁଛ, ତମେ ତ ହିନ୍ଦୀ ଜାଣିନ ଇଂଲିଶ ଜାଣିନ, ତମେ ସେଠିକି କେମିତି ଯିବ? ମତେ ଏତିକି ମୋର ଅନୁଭୂତିରୁ ମୋର ଧାରଣା ଆସିଲା, ମୁଁ ତାକୁ ଏଇ କଥାଟି କହିଲି। ମୁଁ କହିଲି ଦେଖ ମହାରାଜ, ତମେ ହିନ୍ଦୀ ଇଂଲିଶ ଜାଣିଛ, କିନ୍ତୁ ମୁଁ ଯୋଉ ଭାଷାଟା ଜାଣିଛି ସାର୍ବଭୌମତ୍ଵ ଭାଷା, ଯାହା ଫଳରେ କି ସବୁ ଭାଷାଧାରୀ ମୋ କଥା ବୁଝିପାରିବେ। ନା କଣ ଏମିତି ତମେ ଭାଷା ଜାଣିଛ କି? କି ଭାଷା କହିଲ? ମୁଁ କହିଲି ଆରେ ତମେ ଧ୍ୟାନ ଧାରଣାକୁ ଆଣିପାରୁନା ସେ କି ଭାଷା, ତେଣୁ ମୁଁ ତମକୁ କହିଲେ ଜାଣିବ ନା, ନା କଣ କୁହ? ମୁଁ କହିଲି ଆରେ ସାरी दुनिया का भाषा एक है, ये भाषा का नाम क्या ना क्या बोलो? ମୁଁ କହିଲି ହୃଦୟ का ଭାଷା। ମୋର ଯୋଉ ହୃଦୟ ର ଯୋଉ ଭାଷା ଚାଲିଛି, ଆଚ୍ଛା ତମର ହୃଦୟ ଅଛି ନା ନାଇଁ? ନା ହଁ ଆମର ହୃଦୟ ଅଛି। ମୁଁ କହିଲି ତମ ହୃଦୟର ଭାଷା ଯାହା, ମୋ ହୃଦୟର ଭାଷା କଣ ଅଲଗା? ନା ନାଇଁ ଏକା ତ। ମୁଁ କହିଲି ତାକୁ ତମେ ଧରିନା, ସେ ଭାଷାଟାକୁ ଯେତେବେଳେ ଶିଖିଯିବ, ଯେତେ ପ୍ରକାର ଆଉ ଯୋଉ ଭାଷା ସବୁ ରହିଛି ସେ ଭାଷା ସବୁ ଏଇ ଭାଷାରୁ ସୃଷ୍ଟି, ହୃଦୟ ଭାଷାରୁ ସବୁ ସୃଷ୍ଟି। ହିନ୍ଦୀ ଇଂଲିଶ ବଙ୍ଗଳା ଉର୍ଦୁ ତେଲୁଗୁ ତାମିଲ ଯେତେ କୁହନ୍ତୁ, ଯାରା ବିଶ୍ଵ ସ୍ତରରେ ଯେତେ ଭାଷା କୁହନ୍ତୁ, ସବୁ ଭାଷା ଏଇ ହୃଦୟ ଭାଷାରୁ ସୃଷ୍ଟି ହେଇଛି। ନା ରେ ଏମିତିଆ କଥା, ତାହେଲେ ମୁଁ ଯିବି ତମ ସାଙ୍ଗରେ। ଆଉ ସେ ଯୋଉ ଡରୁଥିଲା ମୋ ସାଙ୍ଗେ ଚାଲିଲା, ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ହଁ ସେ ବି ଓଡିଆରେ କହିଲା। ସେ ବି ବାବା ବି ନିର୍ଭୟ ଆସିଗଲା ମୋ ପ୍ରତି, ସେ ଚାଲିଲେ। କିଛି ବାଟ ଗଲା ପରେ ସେ କହିଲେ ବାବା ଆପଣ ଚାଲି ପାରୁନାହାନ୍ତି, ମୁଁ ଶୀଘ୍ର ପଳେଇବି। ସେଇଠୁ ମୁଁ କହିଲି ହଉ ଯାଉନା, ଶୀଘ୍ର ପଳେଇ ଯାଅ। ସେ ଶୀଘ୍ର ସିନା ଗଲେ, କିଛି ବାଟ ବହୁ ବାଟ ଗଲା, ଋଷିକେଶରୁ ହିମାଳୟ 300 କିଲୋମିଟର। ଅଧା ବାଟ ଯାଇଥିନି, ସିଏ ରହିଗଲେ, କହିଲେ ନାଇଁ ମୁଁ ଆଉ ଯାଇପାରୁନି। ମତେ ଯାଇକି ଭେଟିଲେ, ମୁଁ ଯାଇକି ତାଙ୍କୁ ଭେଟିଲି, ସିଏ ମୋ ଅପେକ୍ଷାରେ ରହିଛନ୍ତି। ମୁଁ କହିଲି ବାବା ତମେ ବା ଯାଉଥିଲ, ଆଗରେ ଯାଉଥିଲ, ପୁଣି ରହିଗଲ କାଇଁ? ନା ଆଜ୍ଞା ମୋର ଆଉ ଗୋଟା ପାଉଣ୍ଡ ଆଗକୁ ପାଦ ପଡୁନି, ଆପଣଙ୍କ କଥାଟା ଖାଲି ମନେ ରହୁଛି, ମତେ ଭାରି ଭୟ ଲାଗୁଛି, ମୁଁ ଆଗକୁ କାହିଁ ଯିବା ପାଇଁ ଇଚ୍ଛା ହଉନି। ମୁଁ କହିଲି ଆପଣ କହୁଥିଲେ ଯିବେ ବୋଲି, ପୁଣି କଣ ରହିଗଲେ ଏମିତି ହଉଛନ୍ତି? ଆପଣ ତ ହିନ୍ଦୀ ଇଂଲିଶ ସବୁ ଜାଣିଛନ୍ତି। ଚାଲି ଚାଲିକି ଆପଣ ଯାଉଛନ୍ତି? ହଁ ଚାଲି ଚାଲି, ଆଜ୍ଞା ପାହାଡରେ ସବୁ କଟା ହେଇକି ରାସ୍ତା ହେଇକି ଚାଲି ଚାଲି ଯାଉଛୁ, ପଥର ବି ଖସୁଛି, ପଥର ପଡୁଥାଏ ସବୁ। ଆମେ ଗଲା ଭିତରେ ପଥର ଗୋଟା ପଡିଲା, ତେଣୁ ଗୋଟେ ମୋଟର ସାଇକେଲ ଧିହରେ ବାଡେଇ ହେଇଗଲା, ସିଏ ବି ରକ୍ଷା ହେଇଗଲେ, ମୁଁ ଗୋଟା ସାଇଡ ହେଇଗଲି, ଏମିତି ଚାଲି ଚାଲିକା ଯାଉଥାଉ। ତାପରେ ଯେତେବେଳେ ସେ ବାବା ସେ ଅଧା ବାଟରେ ରହିଥାନ୍ତି, ମତେ ଅପେକ୍ଷା କରି ମୁଁ ସେଠି ଯାଇ ପହଞ୍ଚିଲି। ତେଣୁ ମତେ ଭୁଲ ମାଗିଲେ, କହିଲେ ବାବା ମୁଁ ଆଉ ଆପଣଙ୍କୁ ଛାଡି ପାରିବିନି, ଆପଣ ସାଥିରେ ଯିବି, ଆଉ ମତେ କ୍ଷମା କର, ମୁଁ ଆଗୁଆ ପଳେଇ ଆଇଛି। ମୁଁ କହିଲି ଆପଣ ତ ଜୋରରେ ଚାଲୁଛନ୍ତି, ଶୀଘ୍ର ପହଞ୍ଚିଯିବେ, କାହିଁ ଗଲେନି? ତେଣୁ ନାଇଁ ନାଇଁ ମୁଁ ଯାଇପାରୁନି, ମୁଁ ଆପଣଙ୍କ କତି ସାଙ୍ଗରେ ଯିବି। ସେଇଠୁ ମୋ ସାଙ୍ଗରେ ଗଲେ, ସେଇଠୁ ହିମାଳୟରେ ଯାଇ ପହଞ୍ଚିଲୁ। ସେଠି ଲାଗିଗଲା ଆମକୁ 10 ଦିନ, ରାତି ଦିନ 10 ରାତି 10 ଦିନ। ଏମିତି ନାଇଁ ଯୋଉଠି ରହୁ ପା, ଆଶ୍ରମରେ ଅଛି, ଆଶ୍ରମ ଯୋଉଠି ଅଛି ଆଶ୍ରମ ସବୁ ସେଇଠି ରହୁ, ଆଶ୍ରମରେ ରହୁ। ଏମିତି ମଝିରେ ଜଣେ ସାଧୁ ଦେଖା ହେଇଗଲେ, ହିମାଳୟ ଯିବା ଭିତରେ, ସେଇ ଋଷିକେଶରୁ ହିମାଳୟ ଅଧା ବାଟରେ। ସେ ମୁଁ ସେଠି ବସିଛି ତଳକୁ ମୁହଁ ପୋତି, ମତେ 100 ଟଙ୍କା ଦେଖେଇଦେଲେ। ମୁଁ 100 ଟଙ୍କା ଟା ତଳକୁ ଦେଖିଲା ବେଳକୁ, ମୁଁ ତାଙ୍କୁ ଅନେଇଲି, ସିଏ ସେଇଠୁ ମତେ 100 ଟଙ୍କା କହିଲେ ରଖ। ମୁଁ ସେଠୁ କହିଲି ଆଉ କଣ ଆପଣ କଣ 100 ଟଙ୍କା? ନା ମୁଁ ଅନେକ ସାଧୁ ଦେଖୁଛି, କିନ୍ତୁ କାହାକୁ ଉଚିତ ମନେ କରୁନି।
ନା ଆପଣ ମତେ ଉଚିତ ସାଧୁ ବୋଲିକି ଅନୁଭବ ହଉଛି। ତେଣୁ ଆପଣ ଠିକ ସାଧୁ ଲୋକ, ତେଣୁ ମୁଁ ଆପଣଙ୍କୁ ଏଇଟା ଦଉଛି, ଅର୍ଥ ଦଉଛି। ଏ କଥାଟି କହିଲେ ମୁଁ ସବୁଠୁ ଧରି ଚାଲିଲୁ, ଯାଇକି 2 ଜଣ ହିମାଳୟରେ ପହଞ୍ଚିଲୁ। ସେଠି ରହିଲୁ ମାସେ। ହିମାଳୟର କୋଉଠି ରହିଲେ ମାସେ? ହିମାଳୟ ସେଠି ଆଶ୍ରମ ଅଛି। କୋଉ ଆଶ୍ରମରେ ରହିଲେ? ସେଇଟା ହଉଛି ଆମର ତପ୍ତ ପାଣି ଆଶ୍ରମ, ତପ୍ତ ପାଣି ପାଖରେ। ସେଠି ଆମର ଉଦ୍ଧବ ସକଳ ତୀର୍ଥ ତୋଷଣ ବଦ୍ରିକା ଯିବି କି କାରଣ। ଆଶ୍ରମ ନାମ ବଦ୍ରିକା ଆଶ୍ରମ। ସିଏ କି ତୋ ଚରଣରୁ ଅଧିକା। ସେ ଆଶ୍ରମର ନାଁ? ହଁ, ବଦ୍ରିକା ଆଶ୍ରମ। ଆଚ୍ଛା। ଉଦ୍ଧବ ସେଇଠି ଅଛନ୍ତି। ଆଜ୍ଞା। ଉଦ୍ଧବଙ୍କର ସେତେବେଳର ଆଶ୍ରମ ରହିଛି। ସେଠି ଉଦ୍ଧବ ଆଶ୍ରମରେ ସେଠି ହିମାଳୟରେ ସେଠି ତପ୍ତ ପାଣି ବି ଅଛି। ସେଠି ବି ଗାଧେଇଲି ତପ୍ତ ପାଣିରେ। ସେଠି ରହିଲୁ, 1 ମାସ ରହିଲୁ ସେଠି। ତାପରେ ସେଠୁ ରହିଲା ପରେ କଣ ଅନୁଭବ କଲେ? ସେଠି ସବୁ କଣ ଗଲି ହିମାଳୟ ପୁରା ଯୋଉ ଯୁଧିଷ୍ଠିର ସ୍ୱର୍ଗାରୋହଣ କରିଛନ୍ତି, ସେ ସେଠିକି ଗଲି। ଚାଲି ଚାଲି ଯେତେବେଳେ ଯାଏ, ମୋ ସାଙ୍ଗରେ ଜଣେ ଅଷ୍ଟ୍ରିଆର ଜଣେ ସେ ଆମର ମାନେ ମାତା, ସେ ଜଣେ ମାତା ଭେଟ ପଡିଗଲେ ମୋର। ଜଟ ସବୁ ଛାଡିଛନ୍ତି, କହିଲେ ମୋର ସାଙ୍ଗରେ ଆସ, ମୋ ସାଙ୍ଗରେ ଆସ, ମୁଁ ନେଇଯିବି ତମକୁ। ସେ ସେଠୁ ଗଲେ ମୋ ସାଙ୍ଗରେ, 2 ଜଣ ଯାତ୍ରା କଲୁ। ଯାତ୍ରା କରିବା ଭିତରେ ଯୋଉଟା କି ଆମର ଯଜ୍ଞ କାର୍ଯ୍ୟକ୍ରମରେ ବସ୍ତୁ ପବିତ୍ର ମସି ଶତଧାର, ବସ୍ତୁ ପବିତ୍ର ସହସ୍ରଧାର, ବସ୍ତୁ ପବିତ୍ର ଶତ ସହସ୍ରଧାର କରାଇକି 7ଟା ଯୋଉ ଘିଅ ସିନ୍ଦୁର ଦିଆଯାଉଛି ଯଜ୍ଞ, ହଁ ସପ୍ତଧାର। ସେଠି ମୁଁ ଦେଖିଲି ସେଇ ସପ୍ତଧାର ପଡୁଛି। ସ୍ୱର୍ଗକୁ ଲାଗିଲା ଭଳି ପାହାଡ ପୁରା ସେଠି ଦୃଶ୍ୟମାନ। ସେଇଠୁ ସପ୍ତଧାର ପୁରା ପଡୁଛି, ମାନେ ପୁରା ଏକଦମ ପାଇପିରେ ପଡିଲା ଭଳିଆ। ସେ ସିଷ୍ଟମ ଟା ଏମିତି ସ୍ୱର୍ଗ ସହିତ ଟଚ ଅଛି, ପଡୁଛି। ଆଉ ପାହାଚ ଯୋଉ ଯୁଧିଷ୍ଠିର ଚଢିଥିଲେ, ସେ ପାହାଚ ହେଇ ହେଇକା ଯାଇଛି, ପାହାଚ ସିଷ୍ଟମ ଭଳିଆ ଅଛି। ସେଇ ଦ୍ୱାର ଦେଶରୁ ମତେ ଶୂନ୍ୟବାଣୀ ହେଲା ଯେ ତମେ ଏଇଠୁ ପଳେଇ ଆସ। ମୁଁ ସେଇଠୁ ଅନୁଭବ କଲି, ମୁଁ ଯଦି ସେ ପାହାଚ ଚଢିଥାନ୍ତି, ମୋର ସେଇ ଆଡକୁ ଟାଣୁଥିଲା, ଯାହା ଫଳରେ କି ମୁଁ ଆଉ ଶୂନ୍ୟ ହେଇଯାଇଥାନ୍ତି ସେଇଠି, ବଡି ଭ୍ୟାନିଶ ହେଇଯାଇଥାନ୍ତା। ସେଇଟା ବି ଅନୁଭବ କଲି ମୁଁ ସେଠି। ତେଣୁ ମତେ ବି ଶୂନ୍ୟବାଣୀ ହେଲା, କହିଲା ନାଇଁ ତମର ବହୁତ କର୍ମ ଅଛି, କିଛି କର୍ତ୍ତବ୍ୟ ଅଛି। ସମାଜ ପ୍ରତି ହଉ କି ଗୁରୁଙ୍କର କର୍ମ ନିର୍ଯାସ ପ୍ରତି ହଉ କି ନିଷ୍ପତ୍ତି, କିଛି ତମର କିଛି କର୍ତ୍ତବ୍ୟ କର୍ମ ଅଛି, ତମେ ଏଇଠୁ ଫେରିଯାଅ। ସେ ମାତା ବି କହିଲେ ନାଇଁ ଏଇଠୁ ଚାଲ। ସେ ମାତାଜୀ ବି କହିଲେ? ହଁ, ମାତା ବି କହିଲେ ନାଇଁ ଆଉ ସାଡକୁ ଯାଇପାରିବନି ତମେ, ତମେ ଏଇଠୁ ଚାଲ। ମୁଁ ସେଇଠୁ ରିଟର୍ଣ କଲି, ସିଏ ବି ରିଟର୍ଣ କଲେ। ସେ ରିଟର୍ଣ କଲା ପରେ ଆମେ ଋଷିକେଶରେ ଆସି ପହଞ୍ଚିଲୁ। ଋଷିକେଶରେ ପହଞ୍ଚିଲା ପରେ ସିଏ ବି ମଧ୍ୟ ସିଏ କୋଉଠି ଅଦୃଶ୍ୟ ହେଇଗଲେ। ମାତାଜୀ ଆପଣଙ୍କୁ ହିମାଳୟରୁ ଋଷିକେଶ ରିଟର୍ଣ କରିକି ଆଣିଲେ? ହଁ, ଆଚ୍ଛା। ସେଇଠୁ ବି ମଧ୍ୟ ସେ କୁଆଡେ ଅଦୃଶ୍ୟ ହେଇଗଲେ। ତାପରେ ମୁଁ ସେଠି ରହିବା ପରେ, ତାଙ୍କ ପରେ ପରେ ସେଇଠୁ ମୋର ଓଡିଶାକୁ ଆସିବାକୁ ଇଚ୍ଛା ହେଲା। ତାପରେ ମୁଁ ଓଡିଶା ଆସିଲି। ଓଡିଶା ଆସିଲା ପରେ ପ୍ରଭୁଙ୍କୁ ଯାଇ ଦର୍ଶନ କଲି। ମୋ ମାଆଗାରେ ଦର୍ଶନ କଲି। ଠାକୁର କହିଲେ ତମେ ଘରେ ରହି ତମେ ଘର ଦାୟିତ୍ୱ ସହିତ ସାଧୁ ସମ୍ମିଳନୀ କର। ଯେହେତୁ ଗୋଟିଏ ପୁଅ, ତୁମେ ଘରେ ଏଇକ୍ଷଣି ଥାଅ, ଘରେ ରହିକି ସାଧୁ ସମ୍ମିଳନୀ କର। ବିଭିନ୍ନ ସମ୍ପ୍ରଦାୟ ମାଧ୍ୟମରେ ମୁଁ ସାଧୁ ସମ୍ମିଳନୀ କରେ। ଆଉ ମତେ ସମସ୍ତେ ସବୁ ସମ୍ପ୍ରଦାୟ ନିମନ୍ତ୍ରଣ କରନ୍ତି। ଯାହାକି ଆମର ଶଙ୍କରାଚାର୍ଯ୍ୟ ପନ୍ଥୀ, ମାଧବାଚାର୍ଯ୍ୟ
ନାମାଚାର୍ଯ୍ୟ, ସାମାଚାର୍ଯ୍ୟ, ରାମାଚାର୍ଯ୍ୟ ଏମାନେ ଏବଂ ଓଡ଼ିଶାରେ ଯେତେ ସମ୍ପ୍ରଦାୟ ସବୁ ଗଢ଼ି ଉଠିଛି, ଯେତେ ସାଧୁ ସନ୍ଥ ଅଛନ୍ତି, ହଁ ସମସ୍ତେ ମତେ ବନମାଳୀ ବୋଲିକି ଜାଣିଲେ କେନ୍ଦ୍ରାପଡ଼ା। ତେଣୁ ଏଇ ହିସାବରେ ମୁଁ ସାଧୁ ସମ୍ମିଳନୀରେ ଯାଏ, ସବୁ ସାଧୁ ସନ୍ଥ ମାନଙ୍କୁ ସମ୍ପର୍କିତ ହେଇଥାଏ। ସମୟ ଚକ୍ରରେ ଆମର ପୁରୀର ଶକ୍ତି ମିଶ୍ର ସେ ମତେ ଜାଣିଲେ, କହିଲେ ଆରେ ତମେ କଣ ଠାକୁରଙ୍କ ତ ବୁଲୁଛ, ଚାରିଆଡେ ବୁଲୁଛ, ଏ କରୁଛ, ଆଉ ପୁରା ସାଧୁ ସମ୍ମିଳନୀ ଆମ ଠାକୁରଙ୍କର କରୁନା। ମୁଁ କହିଲି ମୁଁ କଣ ମନା କଲି? ଆପଣ ମାନେ ଯଦି କହିବେ ତାହେଲେ ସାଧୁ ସମ୍ମିଳନୀ ହବ। ଏଇଟା ଆଲୋଚନା ହେଇଥିଲା। ଯଦିଓ ଆଲୋଚନା ହେଇଥିଲା, ଏମିତି ହେଇକି ସ୍ଥଗିତ ରହିଥିଲା। ତେଣୁ ସମୟାନୁକ୍ରମେ ମତେ ଠାକୁର 2012ରେ ମୁଁ ଥରେ ଠାକୁରଙ୍କ ପାଖକୁ ପୂର୍ଣ୍ଣମୀରେ ଆସିଥିଲି। ଠାକୁର ମତେ କହିଲେ ତୁମେ 2012 ମସିହା ମତେ କହିଲେ ତୁମେ ଆଶ୍ରମରେ ରୁହ କିଛି ଦିନ। ତାପରେ ମୁଁ ଆସିଲି। ସେଠୁ ମୁଁ କହିଲି ଠାକୁରେ କୋଉଠି ରହିବି? ଯୋଉ ଆମର ଯାତ୍ରୀ ନିବାସ ଘରେ ନା ନାମଚାରୀ ଯୋଉଠି ରହୁଛନ୍ତି ଏଠି ନା ଆନନ୍ଦ ବଜାର, କୋଉଠି ଜାଗାରେ ଟିକେ ରହିବା ପାଇଁ ସୁବିଧା? ନା ତମେ ସେମିତି ରହିଥାଅ। ସବୁଠୁ ପୁଣି 2-4 ଦିନ ଗଲା ପରେ ମତେ କହିଲେ ସେ ଯୋଉ ଯଦି କୋଉଠି ସୁବିଧା ହଉନି ତାହେଲେ ତୁମେ ସେ ଯୋଉ ସର୍ତ୍ତ ଭାଇ ଘର ଯୋଉ କେନାଲ ବନ୍ଧ କରରେ ହେଇଛି ଘରଟି, ସେଇଠି ରୁହ। ତାପରେ ମୁଁ ସେଇଠି ରହିଲି। ଆଉ ଯିଏ ଯେମିତି ଯାଆନ୍ତି ମତେ ସେମିତି ମାନେ କିଛି ସାହାଯ୍ୟ ସହଯୋଗ ଅର୍ଥ କରନ୍ତି। କିଏ 10, 20, 50 ଏମିତି ସବୁ ସାହାଯ୍ୟ କରନ୍ତି। ସେଇଥିରେ ମୁଁ ଯେତିକି ପାଇଲି ସେତିକିରେ ସନ୍ତୁଷ୍ଟ ହେଇକି ମୁଁ ସେ ଘରେ ରହେ। ତାପରେ ଠାକୁର ମତେ ମୋ ପାଖକୁ ଯାଆନ୍ତି। ସେଠି ଯାଇକି ମତେ ଯୋଉ ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି ଯୋଗକୁ ମତେ ସେ ସବୁ ସୂତ୍ର ବତାନ୍ତି। ମୁଁ ସେ ସୂତ୍ର ମାଧ୍ୟମରେ ସବୁ କରିଚାଲେ। ଏମିତି କରିଚାଲିଲା ପରେ ଏମିତି 2012ରୁ ରହିଲି। ମାନେ 2012 ଡିସେମ୍ବର ମୋର ସମାଧି ଯୋଗକୁ ମତେ ପ୍ରାପ୍ତି କରାଇଦେଲେ। ସମାଧି ପ୍ରାପ୍ତି କରାଇଦେଲା ପରେ 13ରେ ଠାକୁର ମତେ ଡକେଇଲେ ତାଙ୍କ ପାଖକୁ। ସମାଧି ଯୋଗକୁ ପ୍ରାପ୍ତି କରିଦେଲେ ମାନେ ଯୋଉଟା କି ଦର୍ଶନ ଯୋଗ, ନିଜ ଆଖିରେ ଠାକୁରଙ୍କୁ ଦର୍ଶନ କରିବ। ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି, ଦେହାତୀତ ଭାବ, ଯୋଉଟା କି ପ୍ରାଣ ଶକ୍ତି ଆମର ଶରୀରରେ ଆଉ ରହିବନି। ପ୍ରାଣ ଶକ୍ତି ଉଡ଼ିଯିବ। ଉଡ଼ିଗଲା ପରେ ଯେମିତି ଆମେ ସୂର୍ଯ୍ୟ ଦେଖୁଛେ ସେମିତି ଆମେ ନିଜେ ଦେଖିବା ସୂର୍ଯ୍ୟ। ପୁରା ଡହ ଡହ ତତଲା ସୂର୍ଯ୍ୟ ଦେଖିବ, କିନ୍ତୁ ପ୍ରାଣ ଶରୀରରେ ନଥିବ। ଏମିତି ଧ୍ୟାନ କର, ଏମିତି ଲୟ କର, ଏମିତି ଆଖି ବୁଝ, ଏମିତି ପ୍ରାଣାୟାମ କର, କୁମ୍ଭକ, ପୂରକ, ରେଚକ, ତାଟକ, ସଂଯମ। ତାପରେ ମୋର ସମାଧିସ୍ଥ ରହିଗଲା। ପ୍ରାଣ ଶକ୍ତି ମୁଁ ଅନୁଭବ କଲି, ପ୍ରାଣ ଆଉ ମୋ ଶରୀରରେ ନାହିଁ। ସର୍ତ୍ତାଇ ଘରକୁ ଠାକୁର ତାଙ୍କର ସମୟ ମତେ ଦେଇଥାନ୍ତି। ସେ 3ରୁ 6 ଭିତରେ ଯାଇକି ପହଞ୍ଚନ୍ତି। ହଁ, ରାତିରେ 3ଟାରେ ମତେ ପହଞ୍ଚନ୍ତି। 3ଟାରେ ମତେ ସବୁ ବତେଇ ଦିଅନ୍ତି, ଏମିତି ଆସନ କରିବ, ଏମିତି ମୁଦ୍ରା କରିବ, ଏମିତି ଲୟ କରିବ, ଏମିତି ଧ୍ୟେୟ କରିବ, ଏମିତି ଧ୍ୟାନ ଧାରଣା ଆସିବ। ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି। ମୁଁ ସେଟା ଅଭ୍ୟାସ ଏମିତି କରି କରି ଚାଲେ। ସେଠୁ ପର୍ଯ୍ୟାୟକ୍ରମେ ଦିନେ ମୁଁ ଏଇ ସାଧନାରେ ବସିଛି। ମୋର ପ୍ରାଣ ଶକ୍ତି ପୁରା ଶରୀରରେ ଆଉ ରହିଲାନି, ଉଡ଼ିଗଲା। ଉଡ଼ିଗଲା ପରେ ମୁଁ ପୁରା ଦର୍ଶନ କରୁଛି ପୁରା ସୂର୍ଯ୍ୟଙ୍କୁ। ସୂର୍ଯ୍ୟ ପୁରା ଯେମିତି ଦେଖୁଛନ୍ତି ସେମିତି ନାଲ ଟକ ଟକ ପୁରା
पूरा तप्त पूरा सूर्य को दर्शन करुच्ची मोर मु अनुभव प्राण शक्ति आ मोर पिंडरे ना तेणु दर्शन होला परे ठाकुर रूप भी आसीगला पर्यायक्रमे ठाकुर रूप आसीगला एवं किछि समय रहीगला परे मोर पुणी पूर्व अवस्था को मोर शरीर को प्राण पशिगला पुणी रिटर्न कला प्राण तापरे मोर ध्यान आसीगला जे ये सब ठाकुरंकर मते कृपा करुणा आशीर्वाद दया फल प्रभु मते एठी रखे कि यही सूत्र निर्यास कर्म मते दौचंती ठाकुर पाखु मु अर्घ्य आमर पूर्णमी तिथि रे जाइथिली ठाकुर मते डाकिले पाखु कहले देख तुम्हें गोटे गेरु कपड़ा नहीं कि आसीबो मु सोटू ता परे परे मु गेरु पकड़ा नहीं कि जाई पहुंचती पहुंचला परे ठाकुर कहले देख आईटा को तुम्हें कौपिनी करिकिरी आपको पिंधियो मो हाथ को धरेले जो से कपड़ाटा पुणी मो हाथ को धरेले मुझे पचारि मुझे ठाकुर आ कौन करी कौपिनी कर पिंधियो तेणु मुई दिन 2013 मसीहा जानुरी 22 तारीख पुत्रदा एकादशी रोहिणी नक्षत्र यही दिन से मते कौपिनी प्रदान करते या परे परे सठू मु आश्रम को जीवासिया करे आचार्य किछि दिन गला परे ठाकुर पाखक मु जाइछि ठाकुर कहले मते डायरेक्ट आश्रम रे भी थिले हाँ आश्रम थिली हाँ थिली ठाकुर मते कहले मु जाइथिली ठाकुर पाखु ठाकुर पाखु जतले गली ठाकुर कहले देख तमे मो ना आदर्श रखियो तापरे मु कहली कौन मते ठाकुर एमती ना आदर्श कौन रखियो कहउछन तापरे मु नीरव रही तापरे पळि आसिली से कथाटा मोर भी मन रे थाए कौन ना आदर्श रखी करी ये कार्यक्रम तो सब ठाकुर करौचनी ए बाना कौपिनी दौचनी साधु सम्मेलनी ये हिमालय एमती तापरे हमर 13 मु जाइछि थरे आश्रम को से 13 मसीहा चली थाए मु ठाकुर पाखरे जाइकी पहुंची जो ठाकुर पाखे पहुंचे ठाकुर कहले सेठी बस मु ठाकुर आगे बसिली तापरे आमर परिषदर सब कर्मकर्ता ये कैलाश भाई आमर गंगा भाई आमर सुरेश भाई जिला परिषद थे से एमती पूजक गोष्ठी सब ब्रजवासी एवं आमर परिषदर जो ऑफिस विभाग जिते समस्ते समस्त गति गोटा डिक्लेयर हो गला ये तांत्रिक साधुची नुआ पूजक गोष्ठी करुच्ची सेठिकार ब्रजवासी मते कहले तुम नुआ पूजक गोष्ठी कर तांत्रिक साधु से तो कई रहती से अंतुरी हांडी से शमशान निकट से तुम रोच केमती बंग तांत्रिक साधुची यही चेतना मुझे ठाकुर पाखे जा पहुंची समस्ते पहुंची गले जाकि ठाकुर ऊपर घरे आगे गंगा भाई मते डाकिला ठाकुर पाखे कौन बसती हाँ ठाकुर कहले सेठी बस तमर किए कौन करियो मु बुझी कौन एमती कंप्लेन आसुची सेठी बस मु सेठी बसिली बसिया भितर गंगा भाई जाकि पहुंची गले समस्ते जाकि पहुंची गले कैलाश भाई गंगा भाई आमर सुरेश भाई समस्तंकर गोटाई कथा रोची तांत्रिक आकु केमिति आमे विदा करिया थाना दबा विदा करिया खाली ठाकुर को पचार देला परे आ खबर बुझीबा
ଠାକୁର ଯାହା କହିବେ ସେ କହିବେ। ସେଠୁ ମୁଁ ସେଠି ବସିକି ରହିଲି। ଏମାନେ ଯେତେବେଳେ ଗଙ୍ଗା ଭାଇ ଓ ବାବୁ କଣ ତମର ଏମିତି କମ୍ପ୍ଲେନ ଶୁଣାଯାଉଛି, ଆଡକୁ ଆସ, କଣ ସେମିତି କରୁଛ, ଏଠି ସବୁ ଶୁଣା ହଉଛି, ଇଏ କରୁଛି। ମୁଁ ସେଠି ମୋର ଆଉ କିଛି ମାନେ ବାହ୍ୟ ଚିନ୍ତାଧାରାଟା ଆଉ କିଛି ରହିଲାନି। ମୁଁ ଯାହା ଅନୁଭବ କଲି, ଠାକୁରଙ୍କୁ ଆଡକୁ ମୁଁ ଅନେଇଛି ତ ଅନେଇଛି, ଆଉ ଠାକୁର ଆଖି କି ମୋ ଆଖି ସେମିତି ଅନେଇକି ରହିଛି। ଏ ଗଙ୍ଗା ଭାଇ ଯେତେବେଳେ ମତେ ପଚାରିଲା, ଓ ବାବୁ କଣ ତମେ ଏଠି କେସ୍ କରୁଛ, ବିଭିନ୍ନ ପ୍ରକାର ଏଠି ଚାଲିଛି ତମର କମ୍ପ୍ଲେନ ଆଉଛି, ଏତିକି ମୁଁ ଶୁଣିକି ମୁଁ 5 ଆଙ୍ଗୁଳି ତାଙ୍କୁ ଦେଖେଇଲି। କିନ୍ତୁ ଗଙ୍ଗା ଭାଇ କି ଅନଉ ନଥାଏ। ଗଙ୍ଗା ଭାଇ ପାଟି, ଗଙ୍ଗା ଭାଇଙ୍କର ଖାଲି ଯିବାଟା ସେଠି ମୁଁ ଜାଣିଲି ଯେ ସୁରେଶ ଭାଇ, କୈଳାସ ଭାଇ ସମସ୍ତେ ଗୋଟା ଏକଜୁଟ ହେଇକି ଯୋଉଟା ଘରେ ଆସି ପହଞ୍ଚିକି ମତେ ଏସବୁ ବ୍ୟବସ୍ଥା ତାଙ୍କର ଆଲୋଚନା କରିକିରି ମତେ ଏସବୁ ବ୍ୟବସ୍ଥା କରୁଛନ୍ତି। କୋଶ୍ଚିନରେ ଏମିତି ଗୋଟା ତାଙ୍କର ଯୋଜନା ଚାଲିଛି। ତାଙ୍କୁ ଏମିତି 5 ଆଙ୍ଗୁଳି ଦେଖେଇଲି, ସିଏ ରହିଗଲେ ନୀରବ। ତାପରେ ଆସିଗଲେ ସୁରେଶ ଭାଇ, କଣ ଯାଉଛ, ବିଭିନ୍ନ କେସ୍ ତମର, ବିଭିନ୍ନ କମ୍ପ୍ଲେନ ଇଏ କରୁଛି, ବିଭିନ୍ନ ସବୁ ଶୁଣା ହଉଛି, ଇଏ କରୁଛି। ତାଙ୍କୁ ମୁଁ ସେମିତି 5 ଆଙ୍ଗୁଳି, ଠାକୁରଙ୍କ ଆଖି କି ମୋ ଆଖି, ତାଙ୍କୁ ଅନଉ ନଥାଏ, କାଲି 5 ଆଙ୍ଗୁଳି ଦେଖେ। କୈଳାସ ଭାଇ ବି ଯେମିତି କହିଲେ, କୈଳାସ ହେଇକି ଦେଖେ। ଏମିତି ତାଙ୍କ ଭିତରେ ଏମିତି କିଛି ସମୟ, ହାରାହାରି 2 ଘଣ୍ଟା କାଳ ଏମିତି ଲାଗିଲା। ଭିତରେ ସେ ଗୋଟା ଘରକୁ ପଶିଗଲେ। ସେଇଠି କଣ ତାଙ୍କର ଭିତରେ ଠୁପା ଫୁସା ହେଲେ, ଆଲୋଚନା ଚକ୍ର କଲେ। ଠାକୁର ସେଇ ଟାଇମରେ ମତେ ହାତ ଠାରିକି ଡାକିଲେ। ମୁଁ ଆଣ୍ଠେଇ ଆଣ୍ଠିକା ତାଙ୍କ ଦେଇକି ପଳେଇଲି। ପାଖାପାଖି କିଛି ବାଟରେ ବସିଥିଲି, ସେଠୁ ଆଣ୍ଠେଇ ଆଣ୍ଠିଆ ପଳେଇଲି। ଠାକୁର ମତେ କହିଲେ, ଦେଖ ତମକୁ ସେ ଚିହ୍ନି ପାରୁନାହାନ୍ତି, ଆଉ ମୁଁ ତାଙ୍କୁ ବୁଝେଇଦେବି, ଆଉ ତମେ ତାଙ୍କୁ କିଛି କହିବନି, ଧୀରେ କିନି ପଳେଇ ଯା। ତାପରେ ମୁଁ ସବୁଠୁ ଘରକୁ ପଳେଇ ଆସିଲି। ମୁଁ କହିଲି, ମୁଁ ଏଠି ରହିବି ନା ଘରକୁ ପଳେଇବି? ଠାକୁର କହିଲେ, ନାଇଁ ତମେ ଘରକୁ ପଳେଇ ଯା। ସେଠୁ ସେଇଦିନୁ ମୁଁ ଘରକୁ ପଳେଇ ଆସିଲି। ଘରକୁ ପଳେଇ ଆସିଲେ ମୁଁ ଠାକୁରଙ୍କ କଥା ସବୁବେଳେ ଭାବେ। ମୁଁ କହେ, କଣ ଠାକୁର କହିଲେ ନା ଆଦର୍ଶ ରଖିବି। ତାପରେ ଯେତେବେଳେ ମୋର କୌପିନି ପାଇଗଲି, ଠାକୁର ମତେ କୌପିନି ଦେଲେ, ସେଠୁ ତାକୁ ମୁଁ ପିନ୍ଧିଲି। ତାପରେ ସବୁଠୁ ଶଙ୍କରାଚାର୍ଯ୍ୟ ଜୟନ୍ତୀ ଦିବସ ପଡିଲା 2013 ମସିହାରେ। ଯେତେବେଳେ ପଡିଗଲା, ସେଠୁ ମତେ ନିମନ୍ତ୍ରଣ ହେଲା, ସାଧୁ ସମ୍ମିଳନୀ ହେଲା। ସବୁ ସାଧୁ ମାନଙ୍କୁ ଯେମିତି ସମ୍ମାନିତ, ପୂଜା ଅର୍ଚ୍ଚନା ଭଲ ମନ୍ଦ ଏସବୁ କରାଯାଇକି ଉତ୍ତରୀୟ 500 ଟଙ୍କା ମତେ ଦେଲେ, ଗାଡି ଖର୍ଚ୍ଚ 300 ବି ଦେଲେ। ଆଉ କହିଲେ, ଆଜ୍ଞା କିଛି ଆମ କଥା ଭାବିବେନି। ସମସ୍ତେ ସାଧୁ ସମ୍ମାନ, ସମସ୍ତଙ୍କ ଭିତରେ ସାଧୁ ସମ୍ମାନିତ ହେଇକି ଆମେ ଆସିଲୁ। ଏମିତି ଥରେ ଠାକୁରଙ୍କର ଯେତେବେଳେ ଡିକ୍ଲାର କରାହେଲା ଯେ ଠାକୁର ସୂକ୍ଷ୍ମରୁ ଆସିଥିଲେ, ସେଇ ସୂକ୍ଷ୍ମକୁ ଠାକୁର ଚାଲିଗଲେ। ତେଣୁ ମୁଁ ସେଇ ସମୟରେ ଶୁଣିକି ବହୁତ ଦୁଃଖ କରି ବ୍ୟତିବ୍ୟସ୍ତ ହେଇଯାଇଥିଲି। ଏବଂ ଥରେ ରାତିରେ ମୋ ଆଶ୍ରମ ହଠାତ୍ ନ ଆସି ଘରେ ମୁଁ ଟିକେ ଧ୍ୟାନ ଧାରଣାରେ ବସିଲି। ମୁଁ କହିଲି, ଏଇଟା କେତେ ଦୂର ସତ? ତେଣୁ ରାତି 1ଟାରେ ମତେ ଶୂନ୍ୟବାଣୀ ହେଲା ଯେ ଠାକୁର ସ୍ଥୂଳରୁ ସୂକ୍ଷ୍ମ ଜଗତକୁ ଚାଲି ଯାଇଛନ୍ତି। ଆଉ ଏବଂ ଠାକୁର ବି ମତେ ନିଜେ କହିଲେ, ତମେ ବ୍ୟତିବ୍ୟସ୍ତ ହବନି, ଆଉ ମୁଁ ପ୍ରତ୍ୟାବର୍ତ୍ତନ ସ୍ଥୂଳରୁ ସୂକ୍ଷ୍ମକୁ ହେଇ ଆସିଛି। ତେଣୁ ତାପରେ ମୁଁ ଆଶ୍ରମ ଯାଇ ମୋର ସାଧୁ ମହାରାଜ ଯିଏ ଆମର ଭୁବନେଶ୍ୱରର ଅଭିରାମ ସରସ୍ୱତୀ ସୋମ ହସ୍ପିଟାଲ ପାଖରେ, ଯୋଉ ଭୁବନେଶ୍ୱରର ସୋମ ହସ୍ପିଟାଲ ପାଖରେ ଅଭିରାମ ସରସ୍ୱତୀଙ୍କୁ ଭେଟିଦେଲି। ତାଙ୍କୁ ନିମନ୍ତ୍ରଣ ଦେଲି, କହିଲେ ଆମର ସମାଧି କାର୍ଯ୍ୟକ୍ରମରେ ଆପଣ ମାନେ କେତେ ଜଣ ସାଧୁଙ୍କୁ ନେଇକି ଯିବେ। ତେଣୁ ସେମାନେ କ୍ରମେ ସେମାନେ ବି ସବୁ ଆସିକି ପହଞ୍ଚିଥିଲେ। ତାଙ୍କୁ
ଠାକୁରଙ୍କୁ ଆମର କାର୍ଯ୍ୟକ୍ରମ ସମାଧି କାର୍ଯ୍ୟକ୍ରମ ସବୁ କରାଗଲା ପୂଜକ ଭାଇମାନଙ୍କ ଦ୍ୱାରା। ସାଧୁମାନଙ୍କୁ ମଧ୍ୟ ସମ୍ମାନିତ କରାହେଲା ସେମାନେ ଯେଉଁ ଆସିଲେ। ସେଠି ବି ମୁଁ ଅନୁଭବ କରିଥିଲି ଯେ ଶୂନ୍ୟ ନିରାକାର ଅବ୍ୟକ୍ତ ବ୍ରହ୍ମ, ତେଣୁ ତାଙ୍କର ରୂପରେଖ ନାହିଁ। କଥାରେ ଅଛି ରୂପରେଖ ନାହିଁ ଯେ ଶୂନ୍ୟ ଦେଇ। ତେଣୁ ତାଙ୍କର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ତେଣୁ ଏସବୁ ଚିନ୍ତାଧାରା ମୋ ଭିତରେ ପ୍ରବେଶ ସେଇ ଠାକୁର କରେଇଥିଲେ, ଯାହାଫଳରେ କି ମୁଁ ହାତ ଯୋଡ଼ି ମୁଣ୍ଡିଆ ଭୂମି ସହିତ ମୁଣ୍ଡିଆ ମାରିଥିଲି ପୁଷ୍ପର୍ଘ୍ୟ ଦେଇ। ପର୍ଯ୍ୟାୟକ୍ରମେ ସାଧୁ ମାନଙ୍କୁ ସମ୍ମାନିତ କରି ସେମାନଙ୍କୁ ଆମେ ଆଶ୍ରମ ତରଫରୁ ବିଦା କରିଥିଲୁ। ପର୍ଯ୍ୟାୟକ୍ରମେ ପୁଣି ଶକ୍ତି ମିଶ୍ର ମୋତେ କହିଲେ, ଦେଖ ଆଉ ତୁମକୁ ପୂର୍ବରୁ କୁହା ହେଇଥିଲା ଯେ ତୁମେ ଆଶ୍ରମରେ 500 ସାଧୁ ଆଣିବ ବୋଲି, କିନ୍ତୁ ଏମିତି ସମୟ ଆସିଲା ଯେ ପ୍ରଭୁ ତ ତାଙ୍କର ସୂକ୍ଷ୍ମ ଲୀଳାକୁ ପଳେଇଲେ। ତେଣୁ ସୂକ୍ଷ୍ମରେ ଲୀଳା ସେ ତାଙ୍କର ପ୍ରଭୁ କରିବେ। ତେଣୁ ତୁମେ ବର୍ତ୍ତମାନ ଠାକୁରଙ୍କର 21 ଯେଉଁ ହବ ଲୋକାଚାର କୁଳାଚାର ଦେଶାଚାର ବା ଗୁରୁ ପରମ୍ପରା ହିସାବରେ, ତେଣୁ ଏଠି 21 ପାଇଁ ଠାକୁରଙ୍କର 21 ପାଇଁ ସାଧୁ 500 ସାଧୁଙ୍କୁ ନିମନ୍ତ୍ରଣ କର। ତାପରେ ମୁଁ ଯେତେବେଳେ କଥା ଜାଣିଲି, ମୁଁ କହିଲି କିଛି କଥା ନାହିଁ, 500 ସାଧୁ ଆସିବେ ଆଉ। ତାପରେ ଆଶ୍ରମରେ ମିଟିଂ ହେଲା ପରେ କୁଶ ଭାଇ, ସୁନିଲ ବାବା, କାହ୍ନା ବାବା ଏବଂ କେଶବ ସାମଲ ଆମର ସେକ୍ରେଟାରୀ ଥିଲେ, ସେ ଡକେଇଲେ, କହିଲେ ସେ ବନମାଳୀ। ମୁଁ ଗଲି, ଯାଇ ପହଞ୍ଚିଲି। ତାପରେ ମୁଁ ଓଡ଼ିଶା ସ୍ତରରେ ଏବଂ ଆମର ଭାରତ ସ୍ତରରେ ସବୁ ପ୍ରକାର ଯେଉଁମାନଙ୍କ ସାଧୁ ସମ୍ମିଳନୀ ଆଗରୁ ମୁଁ କରୁଥିଲି ଠାକୁରଙ୍କ ଉପସ୍ଥିତିରେ, ତେଣୁ ସମସ୍ତଙ୍କୁ ମୁଁ ବୁଲିକି କେଉଁଠି ସାଇକେଲରେ ଗଲି, କେଉଁଠି ମୋଟର ସାଇକେଲରେ ଗଲି, କେଉଁଠି ଚାଲିକି ଗଲି, କେଉଁଠି ବସରେ ଗଲି, କେଉଁଠି ଟ୍ରେନରେ ଗଲି, ଏମିତି ବିଭିନ୍ନ ପ୍ରକାର ପରିସ୍ଥିତି ପରିବେଶକୁ ନେଇକିରି ମୁଁ ଭାରତ ବାହାରୁ କୋଉଠି ସାଧୁ ଆସିଥିଲେ? ଭାରତ ଆମର ହରିଦ୍ୱାରରୁ ଆସିଥିଲେ, ଏମିତି ଆସିଥିଲେ ବହୁତ ସାଧୁ। ଆଉ ହରିଦ୍ୱାର, କାଶୀ, ବାରାଣସୀ, ମଥୁରା, ଏସବୁ ସାଧୁ ବହୁତ ଆସିଥିଲେ। ହିମାଳୟରୁ ସେମାନେ ସବୁ ସାଧୁ ଆସିଥିଲେ। ତେଣୁ ଶଶାନ ମାନେ ସେମାନଙ୍କୁ ସମ୍ମାନିତ କରାହେଲା। ଯେତେବେଳେ ଶେଷରେ ଆମର ପଥରଗଡ଼ ବାବା ଆସିଲେ, ସେଇ ସମୟରେ ଗୁରୁ ଭାଇ ଭଉଣୀ ମାନେ ମୋତେ ବାଧ୍ୟ କଲେ, କହିଲେ ଆପଣ ପାଦ ଧୌତ କରିବେ। ମୁଁ ସେମାନଙ୍କୁ ବୁଝେଇଲି, ମୁଁ କହିଲି ଦେଖନ୍ତୁ ଆମେ ଗୁରୁ ଭାଇ, ଆମକୁ ଗୋଟେ ନିର୍ଦ୍ଦେଶ ଦିଆହେଇଛି, ଆମେ କାମ କରୁଛୁ, ତେଣୁ ଆପଣ ଏମିତି କେମିତି କଥାବାର୍ତ୍ତା କରୁଛନ୍ତି? ତେଣୁ ମୋତେ ଜୋର ଜବରଦସ୍ତ ମାଡ଼ି ବସିଲେ, କହିଲେ ନାଇଁ ଆପଣ ଆମକୁ କ'ଣ ବୁଝେଇବେ? ସେ ତାଙ୍କର କ'ଣ ତାଙ୍କ ଭିତରେ ପ୍ରଭୁ ପ୍ରବେଶ କରାଇଲେ ଅନୁଧ୍ୟାନ, ସବୁ ତ ପ୍ରଭୁଙ୍କର ଲୀଳା। ତେଣୁ ସେ ମାଡ଼ି ବସିକି ମୋତେ ଧରିକି, ତେଣୁ ପଥରଗଡ଼ ବାବା ବି ଗୋପବନ୍ଧୁ ଦାସ ଯିଏ ତାଲଚେରର, ସିଏ ଗୋଟା ପାଉଣ୍ଡ ଆଉ ଆଗକୁ ଘୁଞ୍ଚଉ ନଥାନ୍ତି। ଇଏ ସବୁ ମାଡ଼ି ବସିକି ଯେମିତି ପାଦ ଧୌତ କଲେ, ମୁଁ କହିଲି ପ୍ରଭୁ ତମର ବି ସବୁ ତ ପାଦ ତମରି ଲୀଳା, ତମେ ତ ସବୁ କରାଉ ଥାଉ, ତୁଇ ତୋ ବିନୁ ଅନୁମତି ନାହିଁ। ତେଣୁ ସେ ପ୍ରଭୁଙ୍କର ସବୁ କିଛି ହଉଛି ଆଉ। ତେଣୁ ଯେମିତି ପାଦ ଧୌତ ସରିଛି, ଠାକୁରଙ୍କର କ'ଣ ଏମିତି ଲୀଳା, ସିଏ ପଥରଗଡ଼ ବାବା ସାଙ୍ଗେ ସାଙ୍ଗେ ଚାଲିବା ଆରମ୍ଭ କଲେ। ତେଣୁ ମୁଁ ତାଙ୍କ ପଛେ ପଛେ ଚାଲିଲି। ସିଏ ଆଉ ଆସରକୁ ନ ଯାଇ ସିଧା ଠାକୁର ଘରକୁ ମୋତେ ଡାକିଲେ, ମୋତେ ଠାକୁର ଘରକୁ ନେଇଗଲେ। ଠାକୁର ଘରରେ ଆସନରେ ବସିକି ପୁରା ଯୋଗ ଆସନରେ ବସିଲେ। ସିଏ ଯେତେବେଳେ ଯୋଗ ଆସନରେ ବସିଲେ, ଠାକୁର ମୋତେ ଯାହା ଶିଖେଇଥିଲେ ମୁଁ ବି ଯୋଗ ଆସନରେ ବସିଲି। ଗୋଟେ ଏମିତି ବସିବା ଭିତରେ ଗୋଟା ଘଣ୍ଟା ପୁରା ସେ ବସିଲେ, ହଲ ନାହିଁ ଚଲ ନାହିଁ। ମୁଁ ସେଇଠୁ ଠାକୁର ମୋତେ ବି ସେଇଭଳିଆ କରେଇଦେଲେ। ସବୁ ଯାହା କରେଇଲେ ସବୁ ଠାକୁର କରଉଛନ୍ତି, ମୁଁ ଅନୁଭବ କରୁଛି। ମୋତେ ବି ଠାକୁର ଘଣ୍ଟାଏ ବସେଇ ଦେଲେ। ତାପରେ ସବୁ ଭାଇମାନେ ଝରକାରେ କିଏ କବାଟରେ ଅନାନ୍ତି, ଯେ କ'ଣ ଏ ବାବା କ'ଣ ଏମିତି ସବୁ ସେ ଘରେ ରହିଲେ, ସାଡ଼େ କ'ଣ ବାବା ଆସରରେ ସବୁ ରହିଲେ, ଇଏ ଦିଟା ବାବା କ'ଣ ଏଠି ପଶିକି ରହିଲେ। ତାପରେ ସବୁଠୁ ଘଣ୍ଟା ପରେ ଯେତେବେଳେ ତାଙ୍କର ଧ୍ୟାନଭଗ୍ନ କଲେ,
ଇଏ ସବୁଠୁ ନେଇକି କିଛି ମାନେ ଭୋଜନ ପାଇଁ କିଛି ମାନେ ଜଳଖିଆ ବ୍ୟବସ୍ଥା କରିବାକୁ ଯେମିତି କଲେ ବାବା ମନା କଲେ। ପାଣି ବି ଦେଲେ ବାବା ବି ମନା କଲେ। ମତେ ବାବା ଠାରିଲେ, କହିଲେ ତାଙ୍କୁ ଦିଅ। ମୁଁ କହିଲି ଆପଣ ତ ଗ୍ରହଣ କରୁନାହାନ୍ତି, ମୁଁ କେମିତି ଗ୍ରହଣ କରିବି? ସେଇଠୁ ବାବା କଣ ତାଙ୍କର ଜାଣିପାରିଲେ, ସେଇଠୁ ଚାଲିଲେ, କହିଲେ ଚାଲ ଆସାରକୁ। ସେଇଠୁ ଆସାରକୁ ଗଲୁ। ଠାକୁରଙ୍କ ବଡ ବିଗ୍ରହ ଅଛି ସେଠି, ବିରଞ୍ଚି ନାରାୟଣ ମିଶ୍ର ଆମ ଆଚାର୍ଯ୍ୟ ବଇଛନ୍ତି, ସେଇ ପାଖରେ ଯାଇକି ଆମେ ବସିଲୁ। ସେଇଠୁ ଆଗ ସାଧୁମାନଙ୍କୁ କେମିତି ସମ୍ବର୍ଦ୍ଧନା କରିବା, ସାଧୁମାନଙ୍କୁ ସମ୍ମାନିତ କରିବା ଆରମ୍ଭ ହେଲା ଆମରି ପାଖରୁ। ତେଣୁ ସେଠି କଲ୍ୟାଣ ବାବା ବି ଥିଲେ, ପଥରଗଡ଼ ବାବା ଆଉ ମୁଁ, ଏଇ 3 ଜଣ ଆମେ ରହିଲୁ ପାଖାପାଖି। ବିରଞ୍ଚି ନାରାୟଣ ମିଶ୍ର ଯିଏ ଆମର ଆଚାର୍ଯ୍ୟ, ସିଏ ତାଙ୍କୁ ନିର୍ଦ୍ଦେଶ ଦିଆହେଲା ଯେ ସାଧୁ ସନ୍ଥ ମାନଙ୍କୁ କେମିତି କଣ ସମ୍ମାନିତ କରନ୍ତୁ। ଆଉ ଅନ୍ୟାନ୍ୟ ପୂଜକ ଭାଇମାନେ ବି ସବୁ ଥିଲେ। ସିଏ ଉଠିକି ଆରମ୍ଭ କଲେ, ଆଗେ ପଥରଗଡ଼ ବାବା, ତାପରେ କଲ୍ୟାଣୀ ବାବା, ତାପରେ ମୋର ପାଳି ପଇଲା। ମତେ ଅନେଇଲେ ପୁରା ଟାଟସ ହେଇକି। ମୁଁ ସବୁଠୁ ଅନେଇଥାଏ, ମୁଁ ଜାଣିପାରୁନି ଯେ ମୁଁ ଆଶ୍ରମରେ ଅଛି ନା ଘରେ ଅଛି ନା କୋଉଠି ଅଛି, କଣ କରୁଛି ମୁଁ କିଛି ଜାଣିପାରୁନି। କିନ୍ତୁ ତାଙ୍କର ଭାବନା ଚେତନା ରହୁଛି ଯେ ଇଏ ଅମକ ଭାଇ କି ବନମାଳୀ ଭାଇ, ଏମିତି କଣ ଇଏ କରି। ତେଣୁ ଠାକୁର ହଁ, ତାଙ୍କ ଭାବନା ଟା ଆସୁଛି, ଇଏ ତ ଜଣେ ବନମାଳୀ ଭାଇ, ଆଉ ଆଙ୍କୁ ହଁ, ଇଏ ତ ଆମର ଆଶ୍ରିତ, ଠାକୁରଙ୍କର ଆଶ୍ରିତ, ଆମ ଗୁରୁକ୍ଷେତ୍ରର ଆଶ୍ରିତ, ଆଙ୍କୁ କଣ ମୁଁ ସମ୍ବର୍ଦ୍ଧନା କରିବି, ସମ୍ମାନିତ କରିବି, ଇଏ କଣ ସାଧୁ। ତେଣୁ ଏ ଭାବନାଟା ତାଙ୍କ ଭିତରେ ଆସୁଛି। ମୁଁ ସବୁ ଜାଣୁଛି, ସିଏ କିନ୍ତୁ କହୁଛନ୍ତି ଇଏ ବନମାଳୀ, ସିଏ ଅମକ। ମୁଁ ଜାଣୁଛି ଯେ ମୁଁ ବନମାଳୀ କି ମୁଁ ଖୋଜୁଛି। ସିଏ କହୁଛନ୍ତି ବାଲିଆ, ମୁଁ କହିବି ମୁଁ ବାଲିଆର ନାହିଁ କି ଭାଗବତ ଉପରେ ନାହିଁ କି ମୁଁ କୋଉଠି ନାହିଁ, ଆଉ ମୁଁ ବି ମଧ୍ୟ ବନମାଳୀ କି ଖୋଜୁଛି। ମୁଁ ଏ ଭାବନାଟା ମୁଁ ଆସିଗଲାଣି। ଠାକୁର ଯେତେବେଳେ କଥାରେ ଅଛି, ସେ ଡାହାଣୀ ହେଇକି ନାଗନ୍ତି, ଗୁଣିଆ ହେଇକି ଝଡ଼ାନ୍ତି। ତେଣୁ ଠାକୁର ଯେତେବେଳେ ପଶିଯାଆନ୍ତି, ସେଠି ଆମର ଆଉ କିଛି ସତ୍ତା ନାହିଁ, ଆମର ବି କେବେ ବି ନାହିଁ ସତ୍ତା। କିନ୍ତୁ ଆମେ ମୋହ ମାୟା ବଳରେ ଆମେ ଭାବୁଛେ କିଛି ଆମର ଗୋଟା କିଛି ନିଜସ୍ୱ କିଛି ଅଛି, ନିଜସ୍ୱ କିଛି ନାହିଁ। ମୁଁ ସବୁ ଜାଣୁଥାଏ, ତେଣୁ ସେଠି ମୋର ଦେହାତୀତ ଭାବ। ତେଣୁ ଦେହ ଭିତରେ ମୋର କିଛି ନଥାଏ। ତେଣୁ ସିଏ ମତେ ଏମିତି ଅନେଇ ଅନେଇ, ସେଇଠୁ ପୂଜକ ଭାଇମାନେ ବି ତାଙ୍କୁ କହିଲେ, ଶୀଘ୍ର କାମ ସାର, ଜଣେ ପରେ ଜଣେ ଏଖିଣି ଆଙ୍କୁ ଆରମ୍ଭ କଲ ଆଗ। ତେଣୁ ଆଙ୍କରି ଠାରୁ ଆରମ୍ଭ ହବ। ତେଣୁ ଆଙ୍କୁ ଯାହା ସମ୍ବର୍ଦ୍ଧନା ସମ୍ମାନିତ କରି କରିକା ଚାଲ। ଆଚାର୍ଯ୍ୟ ମହାଶୟ ଆସିଲେ। ପ୍ରଥମରେ ପଥରଗଡ଼ ବାବାଙ୍କୁ ସମ୍ମାନିତ କଲେ, ଦ୍ୱିତୀୟରେ ପଥରଗଡ଼ ବାବାଙ୍କୁ ଉତ୍ତରୀୟ ଏବଂ ଫୁଲମାଳ ଆଉ ଚନ୍ଦନ ତିଳକ ଯାହା ସବୁ ପୂଜା ଅର୍ଚ୍ଚନା ଯୋଉ ସମ୍ବର୍ଦ୍ଧନା କରିବା କଥା ବିଧି ବିଧାନ ହିସାବରେ ସେ କଲେ। ଦ୍ୱିତୀୟରେ କଲ୍ୟାଣ ବାବାଙ୍କୁ ବି ପୂଜା ଅର୍ଚ୍ଚନା ସମ୍ବର୍ଦ୍ଧନା କଲେ, ସମ୍ମାନିତ କଲେ। ତେଣୁ ତୃତୀୟରେ ମୋ ପାଳି ପଡ଼ିଲା।